ओके। लिसन, आमे आज डिस्कशन टे करिबा इंग्लिश ग्रामर मेनली जो स्पॉटिंग एरर तुम मान सब जानिथिबो जो माने प्रतिवर्ष इंग्लिश ग्रामर देखिबो जो ग्रामर सेक्शन रो 10टा खंडे एरर स्पॉट पय पडुजे जोडा मैक्सिमम भूल हुए। स्पेक्टिंग एरर माने हम पूरा ग्रामर जे पढी सारिबा ग्रामर ସବୁ ସେକ୍ସନ ଯେତେବେଳେ ସରିଯିବ ସେତେବେଳେ ଏଇଟାକୁ ଟିକେ ଏଇ ସବୁ ଜିନିଷ କରିବା କଥା ତ 10ଟା ଖଣ୍ଡେ ପ୍ରାୟ ପଡୁଛି ଗତ ଥର ବି 10ଟା ପଡିଥିଲା 2018 ବି 10ଟା ଖଣ୍ଡେ ପଡିଥିଲା କେତେବେଳେ 5ଟା ପଡୁଛି କେତେବେଳେ 10ଟା ପଡୁଛି ମୋଷ୍ଟ ଅଫ ଦି ଟାଇମ୍ 10ଟା ପଡୁଛି କେବଳ 2017 ମସିହାରେ ହିଁ କ୍ୱେଶ୍ଚିନ୍ ଆସିନଥିଲା ସ୍ପଟିଂ ଏରର ବାକି ସବୁ ବର୍ଷ ଆସିଛି ତେଣୁ ଏଇ ଯୋଉ ଏରର ସ୍ପଟ୍ କରିବା ପାଇଁ ମେନ୍ ହେଲା ଗ୍ରାମାର ବି ଟିକେ ଟିକେ ବି ଆମକୁ ଗ୍ରାମାର ହେଲ୍ପ ହେଇଗଲା ନା ଗ୍ରାମାରକୁ ନେଗ୍ଲେକ୍ଟ କରିବା କଥା ନୁହଁ ନା ତେଣୁ ମେନ୍ ହେଲା ଏଇ ଟିକେ 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 କିଛିଟା ଟ୍ରିକ୍ ଜାଣିଥିଲେ ତ ଆମକୁ ବହୁତ ହେଲ୍ପଫୁଲ୍ ହବ ମୁଁ 10ଟା ତ 6ଟା 5ଟା 6ଟା ଖଣ୍ଡେ କରେକ୍ଟ ହବ ନା 5ଟା 6ଟା କରେକ୍ଟ ହେଲେ ବି କାଫି ବଢିଆ ପରଫର୍ମାନ୍ସ ବୋଲି ମାନିବାକୁ ପଡିବ ହେଲା ତେଣୁ ଆମକୁ ସ୍ପଟ୍ ଏରର ଆଜି କିଛି କିଛି ଦେଖିବା ହେଲା କ୍ୱେଶ୍ଚିନ୍ ସଲ୍ଭ କରିବା ଦେଖ ସମସ୍ତଙ୍କର ତ ଭଏସ ଚେଞ୍ଜ ଭଏସ ଚେଞ୍ଜ ହେଲା କିମ୍ବା ନାରେସନ ଚେଞ୍ଜ ହେଲା ଟ୍ୟାଗ କ୍ୱେଶ୍ଚିନ୍ସ ହେଲା ବେସିକ ସବଜେକ୍ଟ ଫର୍ମ ଏଗ୍ରିମେଣ୍ଟ ହେଲା ଏଗୁଡ଼ା ତ ବେସିକ ବେସିକ ଜିନିଷ ପ୍ରିପୋଜିସନ୍ସ ହେଲା ଫ୍ରେଜ ଫ୍ରେଜାଲ ଭର୍ବସ ଏଗୁଡ଼ା ସବୁ ଜାଣିବାକୁ ପଡିବ ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନ ଯେତେ ପ୍ରିଭିୟସ୍ ତ ମନେ ରଖିବା ସହିତ ଅଲଗା ଜିନିଷ ଗୁଡ଼ା ବି ମନେ ରଖିବା ଦରକାର କିଛି କିଛି ନୂଆ ଜିନିଷ ଯଦି ପାରୁଛ ମନେ ରଖ କିଛି କିଛି ଗୁଡ଼ାକ ଆମକୁ ହେଲ୍ପଫୁଲ ହେଇପାରେ ହେଲା ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନ୍ସ ହେଲା ଫ୍ରେଜ ଫ୍ରେଜାଲ ଭର୍ବସ ଏଗୁଡ଼ା ତ ପଡିବ ଯେମିତି ହେଲେ ତା ସହିତ ଏଇ ଯୋଉ ସ୍ପଟିଂ ଏରର କରିବା ପାଇଁ ଗୋଟେ ସେଣ୍ଟେନ୍ସ ଟେ ଥିବ ଗ୍ରାମାଟିକାଲି କୋଉଠି ମିଷ୍ଟେକ୍ ଅଛି ଆମକୁ ଟିକେ ଗୋଟେ ମିନିଟ୍ ଆଶୁତୋଷ ହଁ ଜଏନ୍ କାଇଁ କରିନ ଆଚ୍ଛା ହଉ ହଉ ଠିକ୍ ଅଛି ଠିକ୍ ଅଛି ତ ଦେଖ ମୁଁ କହୁଥିଲି କଣ ନା ଯୋଉ ଆମର ଟୋଟାଲ ଗ୍ରାମାର ସେକ୍ସନ ଟା ପଢି ସାରିଲା ପରେ ସ୍ପଟ ଏରର ଟା 10ଟା ଖଣ୍ଡେ କ୍ୱେଶ୍ଚିନ୍ ଆସୁଛି ପ୍ରତିବର୍ଷ ଏଥିରୁ ମିନିମମ୍ 5-6ଟା ଖଣ୍ଡେ ନିହାତି କରେକ୍ଟ ହବା ଦରକାର ନହେଲେ ପ୍ରୋବ୍ଲେମ ମାନେ ଆମର ଟିକେ ବେଟର ଯୋଉମାନେ ଇଂଲିଶରେ ଯେତେ ଗ୍ରାମାର ତ କରେକ୍ଟ ହବ ଆମର ସେତେ ପ୍ରୋବାବିଲିଟି ଭଲ ହବ ନା ଭଲ ମାର୍କ ପାଇବାର ତେଣୁ ଏଗୁଡାକ କିଛି କିଛି ପଢୁଛି ଯୋଉଟା ବହୁତ ଟିପିକାଲ ସିଚୁଏସନ ଅଛି ଆମକୁ ଟ୍ରିକ୍ ଗୁଡା ଟିକେ ଜାଣିବା ପାଇଁ ପଡିବ ହେଲା କନଭେନ୍ସନାଲ ଗ୍ରାମାର ଯେତିକି ଅଛି ସେତିକି ତମେ ଜାଣିଥିବା ତା ସହିତ ଆଉ କିଛି କିଛି ଜିନିଷ ଯୋଉଟା ୟୁସେଜ ଗୁଡାକ ଟିକେ ଟିକେ ଜାଣିଥିଲେ ବେଟର ହବ କିଛିଟା କ୍ୱେଶ୍ଚିନ୍ ଆମକୁ କରେକ୍ଟ ହବ ହେଲା ତ ସେଇଥିରୁ କିଛି କିଛି ଜିନିଷ ଆମେ ଆଜି ଡିସ୍କସନ କରିବା କାରଣ ବହୁତ ଏଥିରେ ଅଛି ହେଲା ଗୁଡା ତ ଡିସ୍କସନ କରିହବନି ତା ଆମେ ତ ସ୍ପେଶାଲି ୟାକୁ ଉପରେ ଫୋକସ କରିକି ପଢୁନାହାନ୍ତି ନା ଯେହେତୁ ଗୋଟେ ଲାଙ୍ଗୁଏଜ ପେପର ଅଛି ଆମକୁ ଟିକେ ଟିକେ ଦେଖିବା ପାଇଁ ପଡିବ ଦେଖ ମୁଁ କହୁଛି ଗୋଟେ କୋଶ୍ଚିନ୍ ତ ମୁଁ ସବୁ କହୁଛି ତ ମତେ କହିବ ଏଇଟା ଥରେ ଗୋଟେ କୋଶ୍ଚିନ୍ ଆସିଥିଲା 2011 ବୋଧେ ଏଇଟା ଆସିଥିଲା 2011 ନା କଣ ହବ 2011 ଆସିଥିଲା 2011 ଆସିଥିଲା ରଞ୍ଜନ ଆଣ୍ଡ ଆଇ रंजन रंजन और आई आर ओपन टू द इनिंग्स आर ओपन टू द इनिंग्स ये देखो क्वेश्चन गुड़ा सब लिखि था समस्त बर्तमान नोट खाता पाखरे नोट कॉपी और पेन धरिकी ये कर इनिंग्स है मते को सेंटेंस रे रॉन्ग कोठी अछि रंजन और आई आई जगह मी हो हां एटी आई जगह मी हो आउ अलगा की कोन कहबो सर आर जगह इज हो आर जगह रे इज हबो सर आर जगह इज और आउ हम्म देखो एई भला सेंटेंस थिला बेले आर सब में आई एम ये देखो ये जो और टा सर अछि ये तो और हां लिसन कहि दउ छी नियम टा कोन ये जो और लिसन कहि दो नियम टा सुनो ये जो और टा अछि ना ये और इज वेरी इंपोर्टेंट यदि और रहिला देखो और थिबो कोन दादी कोन एमती प्रॉब्लम हो जेटा और थिबो किंबा आइदर और थिबो किंबा नाइदर नर थिबो
ହେଲା ଟିକେ ହେଲା ଆଇଦର ଅର୍ ଥିବ ନାଇଦର ନର୍ ଥିବ NEITHER କଣ ଆଜି ହଉନି କି ନାଇଦର ନର୍ ଥିବ ହେଲା ଆଇଦର ଅର୍ ଥିବ ନାଇଦର ନର୍ ଥିବ ନହେଲେ କଣ ଥିବ ନହେଲେ ଥିବ ନଟ୍ ଓନ୍ଲି ବଟ୍ ଏଲ୍ସ ଥିବ ନଟ୍ ଓନ୍ଲି ବଟ୍ ଏଲ୍ସ ଥିବ ହେଲା ଯଦି ଏଇଭଳିଆ ଥିବ ଏଇ ଶବ୍ଦ ଗୁଡା ଯଦି ଲାଗିକି ଥିବ ନା କନେକ୍ଟିଭ ହେଇକି ହେଲା ତ ସବୁବେଳେ ମନେ ରଖିବ ଏଇ ଶବ୍ଦରେ ଯଦି ଗୁଡା ଥିବ ତାହେଲେ ସବୁବେଳେ ମନେ ରଖିବ ଯେ ଭର୍ବ ପାଖାପାଖି ଯୋଉ ସବଜେକ୍ଟ ଅଛି ସେଇ ଅନୁସାରେ ଭର୍ବଟା ଲାଗିବ ତେଣୁ ଏଇଟା ହେଲା ଭର୍ବଟା ଆମର ଆର୍ ଟା ତ ଆର୍ ପାଖରେ ସବଜେକ୍ଟ କିଏ ଅଛି ଆଇ ଅଛି ତେଣୁ ଆ ଅନୁସାରେ ଭର୍ବଟା ଏଗ୍ରିମେଣ୍ଟ କରାଇବ ବା ଆ ଅନୁସାରେ ଭର୍ବଟା ଲାଗିବ ତେଣୁ ଆଇ ପରେ କଣ ଲାଗିବ ଆଇ ପରେ କଣ ଆର୍ ଲାଗେ କି ଆଇ ପରେ ଆମ୍ ଲାଗିବ ତେଣୁ ଏଇଟା ଏଇ ଜାଗାରେ ଆର୍ ଜାଗାରେ ଏଠି କଣ ଲଗେଇବା ଆମ୍ ହେଲା ରଞ୍ଜନ ଅର୍ ଆଇ ଆମ୍ ଓପନ୍ ଟୁ ଦ ଇନିଂସ୍ ବୁଝା ପଡିଲା କି ଏଇଟା କଣ ଅର୍ ଅଛି ବୋଲି ମୁଁ କହିଦେଲି ତ ଅଲଗା ଗୋଟେ ପ୍ରୋବାବିଲିଟି ବି କହିଦେଲି ମାନେ ଆଇଦର ଅର୍ ହଉ ହେଲା ନାଇଦର ନର୍ ହଉ ନଟ୍ ଓନ୍ଲି ବଟ୍ ଏଲ୍ସ ହଉ କିମ୍ବା ଖାଲି ଅର୍ ହଉ ଯଦି ଏଇଭଳିଆ ଲାଗିକି ଅଛି ନା ତାହେଲେ ସବଜେକ୍ଟ ପାଖାପାଖି ସେ ଭର୍ବ ପାଖାପାଖି ଯୋଉ ସବଜେକ୍ଟ ଅଛି ସେଇ ଅନୁସାରେ ଭର୍ବଟା ହବ ତେଣୁ ଆଇ ଅଛି ସବୁ ଭର୍ବ ପାଖାପାଖି ତେଣୁ ଆଇ ଅନୁସାରେ କଣ ହବ ସେଠି ହେଇଗଲା ଆମ୍ ହବ ଆଇ ଆମ୍ ଯଦି କହିଥାନ୍ତା ଆଇ ଅର୍ ରଞ୍ଜନ ସେଠି ରଞ୍ଜନ ଅନୁସାରେ ହେଇଥାନ୍ତା ରଞ୍ଜନ ଇଜ୍ ବୁଝିହେଲା ତେଣୁ ଯେହେତୁ ଆଇଟା ପାଖାପାଖି ଅଛି ତେଣୁ ଆଇ ଆମ୍ ଓପନ୍ ଟୁ ଦ ଇନିଂସ୍ ଏଟା ଇନକରେକ୍ଟ ଅଛି ଯଦି ଏଇଟାକୁ ମୁଁ କହିବି ଏଇଟାକୁ ଯଦି କହିବି ଟ୍ୟାଗ କୋଶ୍ଚିନ୍ ଲଗା ଏଇ ସେଣ୍ଟେନ୍ସଟାକୁ ମୁଁ କହିବି ଟ୍ୟାଗ କୋଶ୍ଚିନ୍ ଲଗା କଣ ହବ କି ଏଥିରେ ଟ୍ୟାଗ କୋଶ୍ଚିନ୍ କଣ ଲାଗିବ ମୁଁ କହିବି ରଞ୍ଜନ ଅର୍ ଆଇ ବର୍ତ୍ତମାନ କରେକ୍ଟ ଷ୍ଟେଟମେଣ୍ଟ କଣ ହେଲା ରଞ୍ଜନ ଅର୍ ଆଇ ଆମ୍ ଓପନ୍ ଟୁ ଦ ଇନିଂସ୍ ଏଥିରେ ଗୋଟେ କୋଶ୍ଚିନ୍ ଟ୍ୟାଗ ଲଗା କୋଶ୍ଚିନ୍ ଟ୍ୟାଗ ଲଗାଇବା ପାଇଁ ଆମେ କଣ ଦେଖିବା ଦରକାର ଯେ ସବଜେକ୍ଟର ପଜିଟିଭ ଅଛି ନା ନେଗେଟିଭ ଅଛି ସବଜେକ୍ଟର ପଜିଟିଭ ଅଛି ଏ ସବଜେକ୍ଟର ଭର୍ବ କିଏ ଅଛି ଆମ୍ ଅଛି ଆମର ସବଜେକ୍ଟ କିଏ ଆଇ ତେଣୁ ଏଠି କୋଉ ସବଜେକ୍ଟ ଅନୁସାରେ ଟ୍ୟାଗ କୋଶ୍ଚିନ୍ ଲାଗିବ ଆଇ ଅନୁସାରେ ତେଣୁ କଣ ହବ ଟ୍ୟାଗ କୋଶ୍ଚିନ୍ ଲାଗିଲେ କଣ ହବ ଆଁ ମୁଁ କହିଛି ଆଇ ଆମ୍ ଥିଲେ କଣ ହୁଏ ଆଇ ଆମ୍ ଥିଲେ ଟ୍ୟାଗ କୋଶ୍ଚିନ୍ କଣ ଲାଗେ ମନେ ରଖିବ ଟ୍ୟାଗ କୋଶ୍ଚିନ୍ ଲଗେଇବା ହେଲା ଟ୍ୟାଗ କୋଶ୍ଚିନ୍ ମନେ ଏଠି ଲାଗିବ ଆରେ ୱିଣ୍ଡୋଜ୍ 10 ଟା ବଢିଆ ହଉଥିଲା ଆଜି 11 ଟା ମୁଁ କରିଦେଲି ସେଟା ପ୍ରୋବ୍ଲେମ ହଉଛି ଟିକେ ଟ୍ୟାଗ କୋଶ୍ଚିନ୍ ହେଲେ କଣ ହବ ନା ଏଠି କଣ ହବ କିରେ ରଞ୍ଜନ ଅର୍ ଆଇ ଏଠି ଲାଗି କଣ ଲାଗିବ ଏଠି ଏଠି କମା ଏଠି କଣ ଅଛି ଏଠି ଆଇ ଅଛି ନା ଏଇଟା ସବୁ ସବଜେକ୍ଟ ଏଇଟା ହେଲା କଣ ଭର୍ବ ତେଣୁ କଣ ହବ ଆଇ ଆମ୍ ଥିଲେ ଆର୍ ନଟ୍ ଆଇ ହୁଏ ଆର୍ ନଟ୍ ଆଇ ହବ କିମ୍ବା ହେଇପାରେ କଣ ଆର୍ ନଟ୍ ଆଇ ହବ ନହେଲେ କଣ ହବ ଆଉ ଗୋଟେ ନହେଲେ ଆମ୍ ଆଇ ନଟ୍ ହବ ଆମ୍ ଆଇ ନଟ୍ ହେଲା ତେଣୁ ଆମ୍ ଆଇ ନଟ୍ କରି କ୍ୱେଶ୍ଚିନ୍ ମାର୍କ ଏଠି ବି କ୍ୱେଶ୍ଚିନ୍ ମାର୍କ ଆର୍ ନଟ୍ ଆଇ କ୍ୱେଶ୍ଚିନ୍ ମାର୍କ ହେଲା ଟ୍ୟାଗ କୋଶ୍ଚିନ୍ ଲାଗିବ ଏବେ ତା ମାନେ ରଞ୍ଜନ ଅର୍ ଆଇ ଆମ୍ ଓପନ୍ ଟୁ ଦ ଇନିଂସ୍ ଏଇ ଆମ୍ ଜାଗାରେ ଆମ୍ ନଟ୍ ଆଇ ହବ ଆମ୍ ନଟ୍ ଆଇ କେବେ କରିବନି ଆମ୍ ଆଇ ନଟ୍ କରିବ ନହେଲେ ଆର୍ ନଟ୍ ଆଇ କରିବ ହେଲା ତା ଟ୍ୟାଗ କୋଶ୍ଚିନ୍ ସେଇଭଳିଆ ଲାଗେ ସେଇଭଳିଆ ଯଦି ଗୋଟେ ସେଣ୍ଟେନ୍ସ ରହିଲା ଦେଖ ଯଦି ସେଇଭଳିଆ ଗୋଟେ ସେଣ୍ଟେନ୍ସ ରହିଲା ଯଦି ସେଇଭଳିଆ ଗୋଟେ ସେଣ୍ଟେନ୍ସ ରହିଲା କଣ ମନେକର ରହିଲା ହି ଅର୍ ଆଇ ଦେଖ ହି ଅର୍ ଆଇ ହି ଅର୍ ଆଇ ହି ଅର୍ ଆଇ ଆମ୍ ୱାର୍କିଂ ହାର୍ଡ I'm working hard ହେଲା ଏଠି ଯଦି ମୁଁ ଏଇ ସେଣ୍ଟେନ୍ସଟା କରେକ୍ଟ ଅଛି ନା ରଙ୍ଗ ଅଛି ଏ କ୍ୱେଶ୍ଚିନରେ କିଛି ରଙ୍ଗ ଅଛି କି No, sir. এটা করেক্ট ଅଛି ତେଣୁ ଏଠି କ୍ୱେଶ୍ଚିନ୍ ଟ୍ୟାଗ ଲଗେଇବା କଣ ହବ ଏଠି ନା এটা କରେକ୍ଟ ଅଛି ହି ଅର୍ ଆଇ ପରେ ଅର୍ ଲାଗିଛି ନା ଅର୍ ପରେ ଆଇ ଅଛି କିନ୍ତୁ ଏଇ ଆମ୍ ପାଖାପାଖି କିଏ ଅଛି ଆଇ ଅଛି ତେଣୁ ଆଇ ପରେ ତ ଆମ୍ ଲାଗିବ ନା ତେଣୁ ଠିକ ଅଛି ଏଠି ହି ଅର୍ ଆଇ ଆମ୍ ୱାର୍କିଂ ହାର୍ଡ ତ ଏଠି କଣ ହବ ଏଇ ଆମ୍ ଜାଗାରେ କଣ ହବ ଏଇଟା କ୍ୱେଶ୍ଚିନ୍ ଟ୍ୟାଗ ଲଗେଇଲେ କଣ ହବ ଏଠି ହବ ଆମ୍ ଆଇ ନଟ୍ କ୍ୱେଶ୍ଚିନ୍ ମାର୍କ ନହେଲେ ଆର୍ ନଟ୍ ଆଇ ହେଲା ଆର୍ ନଟ୍ ଆଇ କ୍ୱେଶ୍ଚିନ୍ ମାର୍କ ଯୋଉଟା ଲେଖିଲେ କରେକ୍ଟ ଏଇଟା ବି କରେକ୍ଟ ଏଇଟା ବି କରେକ୍ଟ ହେଲା ତେଣୁ ଏଇ ଟାଇପର କ୍ୱେଶ୍ଚିନ୍ ଯଦି ଆସିଲା ଏଇଭଳିଆ କ୍ୱେଶ୍ଚିନ୍ ଟ୍ୟାଗ ଲଗେଇବ ଆଉ ଗୋଟେ କ୍ୱେଶ୍ଚିନ୍ ମୁଁ ତମକୁ କହୁଛି ଦେଖ ଏଇଭଳିଆ ଥରେ କ୍ୱେଶ୍ଚିନ୍ ଆସିଥିଲା 2019ରେ କ୍ୱେଶ୍ଚିନ୍ ଆସିଥିଲା ଦେଖ
2019 ରେ କରେକ୍ଟ ଦେରରେ କଣ ପକେଇଥିଲେ ଗୋଟେ କ୍ୱେଶ୍ଚନ? 2019 ରେ ପଡିଥିଲା ଦ ଟିଚର ଦ ଟିଚର ଦ ଟିଚର ଦ ଟିଚର as well as the teacher as well as the students the teacher as well as students were at fault were at fault ଏଟା କଣ ହବ କି ରେ? ଏଠି କରେକ୍ଟ ଦେର ହେଲେ କଣ ରଙ୍ଗ କୋଉଠି ଅଛି ଏଠି? सर वाज हब ହୁଁ वाज କାହିଁକି? आज वेल एज अछि ना फास्ट अनुसार हब द टीचर अनुसार ହେଲା ସବୁ ଗୁଡାକ ମନେ ରଖ, ଏଇଟା ମୁଁ କହି ଦଉଛି ଟିକେ ରୁଲ ଟାର କଣ। ଦେଖ ଏଇଭଳିଆ ସେଣ୍ଟେନ୍ସ ତମାନେ ପ୍ରାୟ ଭୁଲ କରୁଥିବ, ଯୋଉମାନେ ଏଟାକୁ ନ କରିକି ଯାଉଛନ୍ତି ଭୁଲ କରୁଥିବେ ହେଲା। ଏଇ ଗୋଟିଏ ଦିଟା ମାର୍କ ପାଇଁ ମଣିଷ ବର୍ବାଦ ହେଇଯିବା କଥା। ସବୁ ପଢି ପଢି ଯାଇଥିବ, ଦେଖିଲା ବେଳକୁ 2-3 ମାର୍କ ଯଦି କମିଗଲା ନା ଇଂଲିଶରେ, ସବୁ ଗଲା। ତେଣୁ ଏଇ ରୁଲ ଟା ଲେଖ ହେଲା। ପଢିବାକୁ ଟାଇମ ହଉନି, ଷ୍ଟାର୍ଟିଂ ରୁ ବହୁତ ଜିନିଷ ରହିଲାଣି ନା। ଦେଖ ଏଇଟା ଲେଖ, ଏଇଟା ଏଇ ରୁଲ ଟା ଲେଖ। ଏଇଟା ହଉଛି କଣ ନା, ଯଦି ଥିବ ମନେକର ଯେଟା ଯଦି ଥିବ ମନେକର ୱିଥ ଆଲଙ୍ଗ ୱିଥ ହେଲା। ଦେଖ ଯଦି କଣ ଥିବ କହିଲ, ମନେକର ୱିଥ ଥିବ ହେଲା, ଏଇଟା ସବୁ ଏଇ ଟର୍ମ ଗୁଡା ସବୁ ମନେ ରଖ। ମନେକର ୱିଥ ଥିବ ହେଲା, କିମ୍ବା କଣ ଥିବ ଆଲଙ୍ଗ ୱିଥ ଥିବ, ଆଲଙ୍ଗ ୱିଥ ଥିବ, କିମ୍ବା କଣ ଥିବ ଟୁଗେଦର ୱିଥ ଥିବ। କଣ ଆଜି ଏମିତି ହଉଛି ମ୍ୟାଡାମ? ଟୁଗେଦର ୱିଥ ଥିବ। सर आपण डाकी दियंत तबे लिखि देबो सर ଟିକେ ଟୁଗେଦର ୱିଥ ଥିବ, ଇନ ଆଡିସନ ଟୁ, ଇନ ଆଡିସନ ଟୁ ହେଲା। ତାପରେ ହଉଛି କଣ, ବିସାଇଡ୍ସ, ବିସାଇଡ୍ସ ତାପରେ as well as, as well as ହେଲା, as well as ତାପରେ ହଉଛି କଣ, apart from, apart from, ତାପରେ କଣ ଅଛି ନା ଏଲସୋ, ତାପରେ କଣ ଅଛି accompanied by, ଏମିତି ସବୁ ଅଛି accompanied by। ଦେଖ ଏଇ ଟର୍ମ ଗୁଡା ସବୁ ୟୁଜ ହେଇଛି, ତ ସବୁବେଳେ ମନେ ରଖିବ ଯେ ଆର ଲେଫ୍ଟ ସାଇଡ ରେ ଯୋଉଟା ଥିବ ସେଟା ସବଜେକ୍ଟ, କିମ୍ବା ପ୍ରଥମ ଯୋଉଟା ଥିବ ସେଟା ସବଜେକ୍ଟ ହେଲା। ଆଉ ଲେଫ୍ଟ ସାଇଡ ରେ ଯିଏ ଥିବ ସେଟା ସବଜେକ୍ଟ। ତେଣୁ ଏଥିରେ କଣ ଦେଖାଯାଉଛି, ଟିଚର as well as ଲାଗିଛି ଏଠି, ମେନ୍ ହେଲା as well as ଲାଗିଛି। ଯଦି as well as ଲାଗିଲା, ତାର ମେନ୍ ସବଜେକ୍ଟ କୋଉଟା ହବ, ଏଇଟା ଦ ଟିଚର, ଯେ ଲେଫ୍ଟ ସାଇଡ ରେ ଅଛି, ଯେ ପ୍ରଥମ ସବଜେକ୍ଟ ଯୋଉଟା ଥିବ ହେଲା। ଆ ଅନୁସାରେ ଭର୍ବ ଡିଟରମାଇନ୍ ହବ। ତେଣୁ ଦ ଟିଚର as well as the students, ଏଠି କଣ ହବ, ଏଠି ଯଦି ଟିଚର ଟା ସିଙ୍ଗୁଲାର ଅଛି, ଏଠି where ହବନି, ଏଠି କଣ ହବ, ଏଠି ହବ was ହେଲା। the teacher as well as the students was at fault, ବୁଝା ପଡିଲା? ହେଲା। ଏଇଟା ପଡିଥିଲା 2019 ରେ, ଗଥର ଆସିଥିଲା ଏଇ କ୍ୱେଶ୍ଚନ ଟା। ଗଥର ଆଉ ଗୋଟେ କ୍ୱେଶ୍ଚନ ଆସିଥିଲା, ଗଥର ଆଉ ଗୋଟେ କ୍ୱେଶ୍ଚନ ଆସିଥିଲା, when I got up, ଦେଖ
କଣ ହଉଛି ଆଜି ଏମିତି ୱିଣ୍ଡୋଜ 10 ଟା ପ୍ରୋବ୍ଲେମ ଦେଖାଏ କିରେ? ସାର୍ ଆପଣ ୱିଣ୍ଡୋଜ 11 ଟା ପ୍ରୋବ୍ଲେମ ସାର୍ ଦେଖାଏ କି? ଆପଣ ହଁ ସେଟା ବଗ ଫ୍ରି ନୁହେଁ, ସେଟା ଆମର ଅଣ୍ଡର ଇଏ ଚାଲିଛି, ଟେଷ୍ଟିଂ ଚାଲିଛି, ବଗ ଫ୍ରି ନୁହେଁ ସେଟା, ପ୍ୟାଚେସ୍ ଖାଲି ଯାହା ରିଲିଜ କରୁଛନ୍ତି, ଷ୍ଟେବଲ ଭର୍ସନ ଆସିଛି। ତ ସେଟା ଆପଣ ମାନେ କଣ ଏଟା ଜେନୁଇନ ୱିଣ୍ଡୋଜ ୟୁଜ କରୁଛନ୍ତି କି ସେଇଟା ମତେ ଏଇଟା ଆକ୍ଚୁଆଲି ଡାଉନଲୋଡ କରିକି? ୱିଣ୍ଡୋଜ 10 ଥିଲା, ସେଇଟା ଡାଇରେକ୍ଟ ମତେ ଗୋଟେ ରେକମେଣ୍ଡେସନ ଦେଖେଇଲା ଯେ ୱିଣ୍ଡୋଜ 11 ଇଏ କରନ୍ତୁ ବୋଲି, ମୁଁ ସେଟାକୁ ମାରିଦେଲି ଇନଷ୍ଟଲ, ତ ଏଇ ପ୍ରୋବ୍ଲେମ ହେଇଗଲା ମତେ। ଆଉ ୱିଣ୍ଡୋଜ 10 ଯୋଉଟା ୟୁଜ କରୁଥିଲେ ସେଟାର ଜେନୁଇନ ଭର୍ସନ ଥିଲା ଆପଣଙ୍କର? ଜେନୁଇନ ଭର୍ସନ ସବୁ। ତାର ଏ ଯୋଉ କଣ ବ୍ୟାକଅପ୍ ସିଡି ରଖିଛନ୍ତି? ବ୍ୟାକଅପ୍ କିଛି ନାହିଁ। ନା ନା ତାର ବ୍ୟାକଅପ୍ ସିଡି ରଖିଛନ୍ତି କରିକି ନା ବ୍ୟାକଅପ୍ ଯୋଉଠୁ ବି ରଖିନି। ଆଣିଥିଲେ? ନା ବ୍ୟାକଅପ୍ ରଖିନି, ସେ ଡାଇରେକ୍ଟ ମୁଁ ସେଟା ଅପଲୋଡ କରି ନେଇ ଆସିଥିଲି। ଓହୋ। ଆଚ୍ଛା ହଉ, ଓହୋ। ଦେଖିବା କଣ ହଉଛି। ତାପରେ ନେକ୍ସଟ କ୍ୱେଶ୍ଚନ ଲେଖ, when I got up when I got up ହେଲା, when I got up it was raining for more than 1 hour. When I got up it was raining, it was raining it was raining it was raining for more than 1 hour, for more than 1 hour। এটা 2019 ରେ ପଡିଥିଲା 1 hour। ଏଟା ମତେ କହିଲେ ଏଠି କଣ ପ୍ରୋବ୍ଲେମ ଅଛି ଏଠି କୋଉଠି? It has been raining. ଦେଖ ଏଠି କଣ ମାନେ ଏଠି ଯେହେତୁ ଏଠି ଇମ୍ପୋର୍ଟାଣ୍ଟ ଟର୍ମ ହେଲା ଫର୍। ଯଦି ଫର୍ ଲାଗିଛି ନା ସବୁବେଳେ ପରଫେକ୍ଟ ହବ, ଆଇଦର ପାଷ୍ଟ ପରଫେକ୍ଟ ହେଇପାରେ ନହେଲେ ପ୍ରେଜେଣ୍ଟ ପରଫେକ୍ଟ ହେଇପାରେ। କିନ୍ତୁ ଏଟା ଯଦି ଗଟ ଅପ୍ ଅଛି, ପାଷ୍ଟରେ ଅଛି ନା, ତେଣୁ ଏଟା ପାଷ୍ଟ ପରଫେକ୍ଟ ହବ। ତେଣୁ ଏଠି କଣ ହବ, ଏଟା ଏଠି ଯୋଉ ଅଛି ୱାଜ ରେନିଂ, ଏଟା ହବନି, ଏଠି କଣ ହାଡ ବିନ୍ ଲାଗିଯିବ, ଇଟ୍ ହ୍ୟାଡ ବିନ୍ ରେନିଂ ହେଲା। ଇଟ୍ ହ୍ୟାଡ ବିନ୍ ରେନିଂ ଫର୍, ସବୁବେଳେ ମନେ ରଖ ଯଦି ଫର୍ ଲାଗିଛି ନା, ଫର୍ ଲାଗିଛି ମାନେ ସବୁବେଳେ ପରଫେକ୍ଟ ହବ, ପରଫେକ୍ଟ ଟେନ୍ସ ଲାଗିବ। ଯଦି ପ୍ରେଜେଣ୍ଟରେ ଥିବ ତ ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସ ଲାଗିବ, ନହେଲେ ଯଦି ପାଷ୍ଟ ହେଇଯାଇଥିବ ତ ପାଷ୍ଟ ପରଫେକ୍ଟ ଟେନ୍ସ ଲାଗିବ। ତେଣୁ when I got off it had been raining for more than 1 hour, it was ହବନି ଏଠି ହେଲା। ଫର୍ ଲାଗିଛି ମାନେ ଜାଣିବା ଦରକାର ଯେଟା କଣ କଣ୍ଟିନ୍ୟୁଅସ୍, ମାନେ ପରଫେକ୍ଟ କଣ୍ଟିନ୍ୟୁଅସ୍ ଫର୍ମ ପଳେଇ ଆସିବ। ତ ସାର୍ ୟାର ରୁଲ ଟା ଟିକେ କହିବେ କି, ମାନେ ଭଲରେ ଟିକେ ଡିକ୍ଟେଟ୍ କରିଦେବେ କି? ଯଦି ଫର୍ ଲାଗିବ ଲେଖ, ଫର୍ ଲାଗି ଏଇଟା ଲେଖିଦିଅ, ଯଦି ଫର୍ ଲାଗିଛି ଲେଖିଦିଅ, ଫର୍ ହେଲେ ତ ଏଇଟା କଣ ଲେଖିବା, ମାନେ ମେନ୍ ଭାର୍ବ ପରେ ଫର୍ ଲାଗିଯିବ ଯଦି, ନା କଣ ନାଇଁ ଯଦି ଲେଖିବା? ଫର୍ ଅଛି ତାହେଲେ ଏଇ ଯୋଉ ଭର୍ବ ଫର୍ମ ଟା ରହିବ ନା, ସବୁବେଳେ ମନେ ରଖ ଯେ ଫର୍ ଲାଗିଛି ମାନେ ଗୋଟେ ପରଫେକ୍ଟ କଣ୍ଟିନ୍ୟୁଅସ୍ କୁ ଆସିଯିବ ହେଲା, ବୁଝିପାରିଲ? ମାନେ ଫର୍ ମାନେ ଗୋଟେ ଆଜ୍ଞା। ପର୍ଟିକୁଲାର ଡ୍ୟୁରେସନ ପାଇଁ କଣ୍ଟିନ୍ୟୁ ଗୋଟେ କଣ୍ଟିନ୍ୟୁ ହଉଛି ଗୋଟେ ଇଭେଣ୍ଟଟା ହେଲା। ଯଦି ପ୍ରେଜେଣ୍ଟରେ ହଉଥିବ ତ ପ୍ରେଜେଣ୍ଟ ପାଇଁ ଏଇଟା କଣ୍ଟିନ୍ୟୁଅସ୍ ହେଇକି ଚାଲିବ, ତ ନହେଲେ ଯଦି ହଉଥିବ ତ ପାଷ୍ଟ ପାଇଁ ହେଲେ ପାଷ୍ଟରେ ରହିବ। ତେଣୁ ସବୁବେଳେ ମନେ ରଖ, ଯଦି ଫର୍ ୟୁଜ୍ ହେଇଛି ଏମିତି ଲେଖିଦିଅ ନିୟମଟା, ଫର୍ ଯଦି ଲାଗିଲା ମନେକର, ତାହେଲେ କଣ ହବ, ସବୁବେଳେ ପରଫେକ୍ଟ କଣ୍ଟିନ୍ୟୁଅସ୍ ହବ, ପରଫେକ୍ଟ କଣ୍ଟିନ୍ୟୁଅସ୍ ରହିବ ହେଲା। ଏଇଟା ଯଦି ପାଷ୍ଟ ଥିବ ତ ପାଷ୍ଟ ହବ, ପ୍ରେଜେଣ୍ଟ ଥିଲେ ପ୍ରେଜେଣ୍ଟ ହବ, ବୁଝିହେଲା? ଦେଖ ଏଇ ସେମ୍ କୋଶ୍ଚିନ୍ ଟା ସେମାନେ ଆଉଥରେ ବି ପକେଇଥିଲେ, ଏଇ ସେମ୍ କୋଶ୍ଚିନ୍ ଟା ସେମାନେ ପକେଇଥିଲେ, ଏଇଟା ବି ଆଉଥରେ ପଡିଥିଲା, ଏଇଟା କୋଉଥିରେ ପଡିଥିଲା, ଏଇଟା 2019 ରେ ଥରେ ପଡିଥିଲା, ଆଉଥରେ ପଡିଛି 2016 ରେ। ହଁ 16 ରେ ପଡିଥିଲା ବୋଧେ। 16 ରେ ବି ପଡିଥିଲା। ହଁ 16 ରେ ବି ପଡିଥିଲା, 16 ରେ ବି ପଡିଥିଲା ବୋଧେ when I got up। ଆଚ୍ଛା 16 ରେ ଆଉ ଗୋଟେ ପଡିଥିଲା, ମ୍ୟାରେଜ ରାଦର ଇଣ୍ଟେଲିଜେଣ୍ଟ ଫର ହର ଏଜ୍, ଏଟା କଣ ହବ କି? ଆର କରେକ୍ଟ କଣ? ଆଉ ଗୋଟେ କ୍ୱେଶ୍ଚନ ପଡିଥିଲା 16 ରେ, ଦେଖ ଏଠି ବ୍ୟାନ୍ ହବ କି? ଦେଖ ମୁଁ ଲେଖିଛି ୟାଦରରେ ମ୍ୟାରି is rather intelligent, is rather intelligent, is rather intelligent Mary is rather intelligent for her age,
ଫର୍ ହର୍ ଏଜ୍ ଏଇଟା କ'ଣ କରେ ଏଠି ଭୁଲ କୋଉଠି ଅଛି? ଏଠି ଭୁଲ କୋଉଠି ଅଛି? ସାର୍ ରାଦର ସବୁବେଳେ ଦ୍ୟାନ୍ ନିଏ ସାଙ୍ଗରେ। ନା 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 ସେଟା ନୁହଁ। ସବୁବେଳେ ଦିଟା ଟର୍ମ ମନେ ରଖ, ଗୋଟେ ହଉଛି ରାଦର ଆଉ ଗୋଟେ ଫେୟାରଲି ହେଲା। ଗୋଟେ ହଉଛି ରାଦର ଆଉ ଗୋଟେ ଫେୟାରଲି, FAIR ବୋଲେ ଫେୟାରଲି। ଫେୟାରଲିଟା ସବୁବେଳେ କୋଉଠି ଲାଗିବ କୁହନି, ଗୋଟେ ଗୁଡ୍ ସେନ୍ସରେ ଲାଗିବ ହେଲା। ଏଟା ସବୁ ଗୁଡ୍ ସେନ୍ସରେ ଲାଗିବ, ମାନେ SENSE ଗୁଡ୍ ସେନ୍ସରେ ଲାଗିବ ମିନ୍ସ କ'ଣ, ମାନେ ସମଥିଙ୍ଗ ଇଜ ଗୁଡ୍। ଫେୟାର ଲାଗିଲା ମାନେ ସମଥିଙ୍ଗ ଇଜ ମଡରେଟ୍ ଗୁଡ୍, ମାନେ ପୁରା ଏକ୍ସଲେଣ୍ଟ ନୁହଁ, ଦିସ୍ ଇଜ ଫେୟାରଲି ଗୁଡ୍। ଓକେ, ତାପରେ ଗୋଟେ ପଜିଟିଭ ସେନ୍ସରେ ଲାଗିଲା, ଗୋଟେ ଗୁଡ୍ ସେନ୍ସରେ ଲାଗିଲା। ରାଦରଟା ସବୁବେଳେ ଗୋଟେ ବ୍ୟାଡ୍ ସେନ୍ସରେ ଲାଗିବ, ବ୍ୟାଡ୍ ସେନ୍ସରେ ଲାଗିବ ହେଲା। ବ୍ୟାଡ୍ ସେନ୍ସ ମାନେ ମନେକର କହିବା ହିଜ୍ ସମଥିଙ୍ଗ ଆମେ ନେଗେଟିଭ କରିକି ମନେକର କହୁଛନ୍ତି ହିଜ୍ ଅଗଲି, ଆମେ କହିପାରିବା ହିଜ୍ ରାଦର ଅଗଲି, ମାନେ ମଡରେଟ୍ ଅଗଲି, ଏତେ ଅଗଲି ନୁହଁ ଆମେ ଯେତେ ଅଗଲି କହୁଛନ୍ତି। ରାଦର ଅଗଲି ମାନେ ଟୁ ସମଥିଙ୍ଗ ମଡରେଟ୍ ଇଏର ଗୋଟେ ଅଗଲି। ଆମେ କହିବା ହିଜ୍ ମନେକର କହିବା ସି ଇଜ୍ ବ୍ୟୁଟିଫୁଲ, ସି ଇଜ୍ ବ୍ୟୁଟିଫୁଲ, ଇଜ୍ ଫେୟାରଲି ବ୍ୟୁଟିଫୁଲ, ମାନେ ଏତେ ବ୍ୟୁଟିଫୁଲ କହୁଛନ୍ତି ସେମିତି ନୁହଁ, ଠିକ ଠାକ ଅଛି ଯୋଉଟା ଜିନିଷ। ମାନେ ତାର ପଜିଟିଭ ସେନ୍ସରେ ହେଲା ମାନେ ଫେୟାରଲି, ରାଦର ମାନେ ଗୋଟେ ନେଗେଟିଭ ସେନ୍ସରେ ଆମେ କହିବା ସେଟା ବହୁତ ଅଗଲି ଲୋକଟା କି ତ ସେମିତି କହିବା ଅପେକ୍ଷା ଆମେ ଯଦି ବ୍ୟାଡ୍ ରାଦର ଅଗଲି କହୁଛନ୍ତି ତ ହଁ ଠିକ ଅଛି, ଅଗଲି କିନ୍ତୁ ଏତେ ବି ଅଗଲି ନୁହେଁ, ଏଇ ଟାଇପର ହେଲା। ତେଣୁ ସବୁବେଳେ ରାଦର ଟାକୁ ୟୁଜ କରିବ ବ୍ୟାଡ୍ ସେନ୍ସରେ, ଫେୟାରଲିଟା ଗୁଡ୍ ସେନ୍ସରେ। କିନ୍ତୁ ଏଟା ଇଣ୍ଟେଲିଜେଣ୍ଟ ଅଛି ମାନେ କ'ଣ ଅଛି, ଏଟା ଗୋଟେ ଗୁଡ୍ ସେନ୍ସରେ ଅଛି ନା। ଇଣ୍ଟେଲିଜେଣ୍ଟ ଗୁଡ୍ ସେନ୍ସରେ ଅଛି ନା, ତାକୁ କ'ଣ ରାଦର ହବନି, ଏଠି ହବ ଫେୟାରଲି। ମେରି ଇଜ ଫେୟାରଲି ଇଣ୍ଟେଲିଜେଣ୍ଟ, ମାନେ ତମେ ଯେତେ ଇଣ୍ଟେଲିଜେଣ୍ଟ ଇଣ୍ଟେଲିଜେଣ୍ଟ ହେଇପାରେ ବଟ୍ ଠିକ ଠାକ ଇଣ୍ଟେଲିଜେଣ୍ଟ ହେଲା, ଏଇ ଟାଇପର। ମ୍ୟାରେଜ ଫେୟାରଲି ଇଣ୍ଟେଲିଜେଣ୍ଟ, ରାଦର ହବନି ଏଠି। ଆଉ ଗୋଟେ 2019ରେ କ୍ୱେଶ୍ଚିନ୍ ଆସିଥିଲା, ଏଇଟା ଦେଖ, ଏଇଟା ଯୋଉ ଅଛି ଦେଖ, ଏଇଟା ମତେ କହିଲ କ'ଣ ହବ? ଦେଖ ଯଦି ମନେକର ଆମେ କରିବା 2019ରେ ଗୋଟେ କ୍ୱେଶ୍ଚିନ୍ ଆସିଥିଲା, nobody has called nobody nobody has called nobody has called while I have been out, while I have been out, while I have been out ହେଲା। while I have been out, ଏଇଟା ଟ୍ୟାଗ କ୍ୱେଶ୍ଚିନ୍ ଲାଗିଛି has he କ୍ୱେଶ୍ଚିନ୍ ମାର୍କ, ଏଇଟା ଠିକ ଅଛି? ଭୁଲ କୋଉଠି ଅଛି ସେଠି? ସାର୍ ଲାଷ୍ଟ ହାଫ୍ ଡେ ହୁଁ, ହବ ଏଠି, ନୋବଡି ଅଛି ମାନେ ଅଲଗା ମାନେ ଦେଖ ଟ୍ୟାଗ କ୍ୱେଶ୍ଚିନ୍ ରୁ ମନେ ରଖିଥାଅ, ଟ୍ୟାଗ କ୍ୱେଶ୍ଚିନ୍ ରୁ ଯେମିତି ହେଲେ ଗୋଟେ କ୍ୱେଶ୍ଚିନ୍ ଆସିବ, ପ୍ରତିବର୍ଷ ଟ୍ୟାଗ କ୍ୱେଶ୍ଚିନ୍ ରୁ ଆସୁଛି। ଟ୍ୟାଗ କ୍ୱେଶ୍ଚିନ୍ ରୁ ଏନି ହାଉ ଗୋଟେ କ୍ୱେଶ୍ଚିନ୍ ଆସିବ, ତେଣୁ ଟ୍ୟାଗ କ୍ୱେଶ୍ଚିନ୍ କୁ କେବେ ନେଗ୍ଲେକ୍ଟ କରିବା କଥା ନୁହେଁ ହେଲା। ଗୋଟେ କ୍ୱେଶ୍ଚିନ୍ ଯେମିତି ହେଲେ ଆସିବ। ଦେଖ नो बडी हैज कॉल्ड व्हाइल आई हैव बीन आउट, ସବୁବେଳେ ମନେ ରଖ ଯେତେବେଳେ नो बडी ଲାଗିଥିବ, नो बडी ଲାଗିଲା ମାନେ ଏଇ ଯୋଉ नो बडी ସବଜେକ୍ଟ ରେ ଲାଗିଛି ମାନେ ଗୋଟେ ସେଣ୍ଟେନ୍ସ ରେ, ତା ମାନେ नो बडी ପରେ ଯୋଉ ଭର୍ବ ଟା ରହିବ ତାକୁ ସିଙ୍ଗୁଲାର, ସିଙ୍ଗୁଲାର ଭର୍ବ ଫର୍ମ ନବ नो बडी ଟା। କିନ୍ତୁ ସେଥିରେ ଯୋଉ ଟ୍ୟାଗ କ୍ୱେଶ୍ଚିନ୍ ରହିବ ସେଟା କ'ଣ ହବ, ସେଇଟା ପ୍ଲୁରାଲ ନବ, ବୁଝିଲା। ତେଣୁ ଏଇ କେସରେ ଆମେ କ'ଣ କରିପାରିବା ନା ଏଠି ଦି ପ୍ରକାର ହେଇପାରିବ ହେଲା। ଏଠି ଆମେ ଦି ପ୍ରକାର କରିପାରିବା। ଦେଖ ଆଇ ହାଭ୍ ବିନ୍, ମନେକର नो बडी ହାଜ୍ କଲ୍ ୟୁ, ଏଇଟା ହାଜ୍ ହି ତ ହବନି, ଏଇଟା ଭୁଲ ଅଛି ଏଠି। ଏଇଠି ଆମେ ଲଗେଇ ପାରିବା କ'ଣ, ଆ ଜାଗାରେ କ'ଣ ଲେଖା ହବ, ଆଇଦର ଆମେ କରିପାରିବା ଯେହେତୁ କ'ଣ नो बडी ମାନେ नो बडी ଅଛି ମାନେ ନେଗେଟିଭ ରେ ଅଛି ଅଲରେଡି ସେଣ୍ଟେନ୍ସ ଟା, ତ ଟ୍ୟାଗ ଟା ପଜିଟିଭ ଲାଗିବ। ତେଣୁ ହାଭ୍ ଦେ ହବ, ଏଇଟା ଗୋଟେ କରି କ୍ୱେଶ୍ଚିନ୍ ମାର୍କ କରିପାରିବା ହେଲା। କିମ୍ବା ଏଟାକୁ ଆମେ କରିପାରିବା ହାଜ୍ ଏନିୱାନ୍, ଏଇଟା ବି ହେଇପାରିବ, ଏଇଟା ବି କରେକ୍ଟ ହେଲା। ଏଇଟା ବି କରେକ୍ଟ ହବ, ଏଇଟା ବି କରେକ୍ଟ ହବ। ମୁଁ ଗୋଟେ କିଛି ବହି ଦେଖୁଥିଲି, କିଛି ବହିରେ ଏମିତି ବି ଲେଖା ହଉଛି ହାଫ୍ କରିକି ଦେ କରୁଛନ୍ତି, କିଛିଟା ବି ଏମିତି କରୁଛନ୍ତି ହେଲା। ତେଣୁ କରେକ୍ଟ ହବ, ତେଣୁ ଯୋଉଟା ବି କରିପାରିବା, ହାଫ୍ ଦେ ବି କରେକ୍ଟ ହବ, ହାଜ୍ ଏନିୱାନ୍ ବି କରେକ୍ଟ ହବ।
ତା ସହିତ ବି ଆମେ କଣ କରିପାରିବା ନା ଯଦି ଏଇଟାକୁ ମନେକର ଏଇ ଭଳିଆ ଅଛି ଦେଖ ମନେକର କ୍ୱେଶ୍ଚିନ୍ ଅଛି ମନେକର କ୍ୱେଶ୍ଚିନ୍ ଅଛି ଏଭ୍ରିବଡି ୱାର୍କସ୍ ହାର୍ଡ ମନେକର ଏମିତି କ୍ୱେଶ୍ଚିନ୍ ଅଛି ଏଭ୍ରିବଡି ୱାର୍କସ୍ ହାର୍ଡ ଏଭ୍ରିବଡି ୱାର୍କସ୍ ହାର୍ଡ ଏଠି କଣ ହବ କିରେ ଏଠି କଣ ହବ ଏଭ୍ରିବଡି ୱାର୍କସ୍ ହାର୍ଡ କଣ ହବ ଏଠି Haven't they? Does not anyone ଏଭ୍ରିବଡି ୱାର୍କସ୍ ହାର୍ଡ ରେ କଣ ହବ does not anyone say? नो ଏଠି ତମେ କହିପାରିବ ହଁ ଏଇଠି ହଁ ଏଇଟା ହେଇପାରିବ ଡଜ୍ ନଟ୍ ଏନିୱାନ୍ ହେଇପାରିବ ଡଜ୍ ନଟ୍ ଏନିୱାନ୍ ହେଇପାରିବ ଗୋଟେ ଡଜ୍ ନଟ୍ ଏନିୱାନ୍ କରି କ୍ୱେଶ୍ଚିନ୍ ମାର୍କ କରିପାରିବ ନହେଲେ କଣ ହେଇପାରିବ ନହେଲେ ଏଟାକୁ ଆମେ କରିପାରିବା ଏଟା ସିଙ୍ଗୁଲାର ଅଛି ନା ଏଠି କଣ କରିବା ଡୁ ଦେ ଡୋଣ୍ଟ ଦେ ହେଲା ଡୋଣ୍ଟ ଦେ THEY ଏଟା ବି କରେକ୍ଟ ହବ ହେଲା ଡଜ୍ ନଟ୍ ଏନିୱାନ୍ ନହେଲେ ଡୋଣ୍ଟ ଦେ ତ ଏଇ ଟାଇପର ହେଇପାରିବ ତେଣୁ ଗୋଟେ ବହିରେ ଏଇଭଳିଆ ଲେଖୁଛନ୍ତି ଗୋଟେ ବହିରେ ଏମିତି ଲେଖୁଛନ୍ତି ତ ଏଇ ଟାଇପର ବି କ୍ୱେଶ୍ଚିନ୍ ହେଇପାରିବ ହେଲା କିମ୍ବା ଯଦି ଏମିତି ଆସିଲା ମନେକର ଦେଖ ଆଉ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ମୁଁ କହୁଛି ଏଇଟା ମନେ ରଖିଥିବ ସବୁବେଳେ ଯଦି ଏମିତି ପଳେଇ ଆସିଲା କାଳେ କାରଣ ଏବେ ଟିକେ ଟିକେ କ୍ୱେଶ୍ଚିନ୍ କମ୍ପ୍ଲିକେଟେଡ୍ କରିବାକୁ ଟ୍ରାଏ କରୁଛନ୍ତି ନା ଯଦି ମନେକର ଏମିତି କ୍ୱେଶ୍ଚିନ୍ ଆସିଲା ଦେଖ ଯଦି ମନେକର ଏମିତି କ୍ୱେଶ୍ଚିନ୍ ଆସିଲା କି ଏମିତି କ୍ୱେଶ୍ଚିନ୍ ଥିବ ମନେକର କଣ ମନେ କରୁଥିବ ୟୁ ଆଣ୍ଡ ହି ହେଲା ମନେ କରୁଥିବ ୟୁ ଆଣ୍ଡ ହି ହେଲା ୟୁ ଆଣ୍ଡ ହି ୱାର୍କ ହାର୍ଡ ମନେକର ଅଛି ୱାର୍କ ହାର୍ଡ ଏଠି କଣ ହବ କିରେ ୟୁ ଆଣ୍ଡ ହି ୱାର୍କ ହାର୍ଡ ଏଠି କଣ ହବ ଟିଆ କ୍ୱେଶ୍ଚିନ୍ ଏଠି କଣ ହବ ୟୁ ଆଣ୍ଡ ହି ୱାର୍କ ହାର୍ଡ ଏଠି କଣ ହବ डोंट यू होगी सर यस डोंट यू ଦେଖ ୟୁଟା ମାନେ ସିଙ୍ଗୁଲାର ପ୍ଲେୟାର ସମସ୍ତେ ନା ତ ୟୁ ଆଣ୍ଡ ହି ତାମାନେ ଦି ଜଣଙ୍କୁ ବି ୟୁ ହେଇପାରିବ ନା ତେଣୁ ଏଇ କେସରେ କଣ ହବ ନା ଏଇଟା ପଜିଟିଭରେ ଅଛି ସେଣ୍ଟେନ୍ସଟା ପଜିଟିଭରେ ଅଛି ତେଣୁ ଟ୍ୟାଗଟା ନେଗେଟିଭ ଲାଗିବ ତେଣୁ ଏଠି କଣ ହବ ଡୋଣ୍ଟ ୟୁ କ୍ୱେଶ୍ଚିନ୍ ମାର୍କ ହେଲା ଏଇ କେସରେ ଯଦି ଏମିତି ଥିବ ୟୁ ଯଦି ଏଠି ମୁଁ ଆଣ୍ଡ ଜାଗାରେ ଅର୍ ଚେଞ୍ଜ କରିଦେଇଥାନ୍ତି ମନେକର ଏ ଆଣ୍ଡଟା ନଥାନ୍ତା ଏଠି ଅର୍ ଥାନ୍ତା ଏଠି କଣ ହେଇଥାନ୍ତା ଏକରେ ତ କ୍ୱେଶ୍ଚିନ୍ ଭୁଲ ଯଦି ଅର୍ ଥାନ୍ତା ଏଠି ହି ୱାର୍କସ୍ ହେଇଥାନ୍ତା ପ୍ରଥମ କଥା ହେଲା ଯଦି ଏଠି କ୍ୱେଶ୍ଚିନ୍ ଲାଗିଥାନ୍ତା କଣ ହେଇଥାନ୍ତା ଡଜ୍ ନଟ୍ ହି ହେଲା ଡଜ୍ ନଟ୍ ହି କ୍ୱେଶ୍ଚିନ୍ ମାର୍କ ଯଦି ଏଠି ଅର୍ ଲାଗିଥାନ୍ତା କିନ୍ତୁ ଅର୍ ଲାଗିନି ଏଠି ଆଣ୍ଡ ଲାଗିଛି ତେଣୁ ଆଣ୍ଡ ଡୋଣ୍ଟ ୟୁ ହବ ବୁଝା ପଡ଼ିଲା ତ ଏଇଭଳିଆ ଟିକେ ଟ୍ରିକ୍ ମନେ ରଖିଥାଅ ମନେକର ଏମିତି କ୍ୱେଶ୍ଚିନ୍ ରହିଲା ମନେକର ଏଇଭଳିଆ କ୍ୱେଶ୍ଚିନ୍ ରହିଲା ହି ଦେଖ ହି and you he and you are good friends are good friends ହେଲା ଏଇଟା ଏଇ ସେଣ୍ଟେନ୍ସରେ କୋଉଟା ଏଇ ସେଣ୍ଟେନ୍ସର ରଙ୍ଗ ଅଛି ନା କରେକ୍ଟ ଅଛି ନା କୋଉଠି ଭୁଲ ଅଛି ଏଇ ସେଣ୍ଟେନ୍ସ କୋଉଠି ଭୁଲ ଅଛି ଦେଖ ସବୁବେଳେ ମନେ ରଖିବ ଯେତେବେଳେ ଆମେ ଗୋଟେ ପଜିଟିଭ ସେନ୍ସରେ The issue first just ଲେଖ ନାଇଁ ଲିସନ ନିୟମଟା ଲେଖ ଶୁଣ ଯଦି ଏଇଭଳିଆ ଏଇଟା କଣ ଅଛି ଫାର୍ଷ୍ଟ ପର୍ସନ ଇଏ ହଉଛି ଥାର୍ଡ ପର୍ସନ ଇଏ ହଉଛି ସେକେଣ୍ଡ ପର୍ସନ ଯଦି ଏଇଭଳିଆ ତିନିଟାଙ୍କ ପର୍ସନ କୌଣସି ସେଣ୍ଟେନ୍ସରେ ସବଜେକ୍ଟ ହେଇକି ୟୁଜ୍ ହେଇଛନ୍ତି ତାହେଲେ ମନେ ରଖିବ ଯଦି ସେଣ୍ଟେନ୍ସଟା ଗୋଟେ ପଜିଟିଭ ସେନ୍ସରେ ଅଛି ଗୋଟେ ଗୁଡ ସେନ୍ସରେ ଅଛି ତାହେଲେ ଆର ଅର୍ଡରଟା କଣ ହବ ଆର ଅର୍ଡରଟା ହବ 231 ହେଲା ଆର ଅର୍ଡରଟା ହବ 231 ତା ମାନେ କଣ ପ୍ରଥମେ ଆସିବ ସେକେଣ୍ଡ ପର୍ସନ ତାପରେ ଥାର୍ଡ ପର୍ସନ ତାପରେ ଫାର୍ଷ୍ଟ ପର୍ସନ ତେଣୁ ସେକେଣ୍ଡ ପର୍ସନ କିଏ ପ୍ରଥମେ ଆସିବ ୟୁ ତାପରେ ଥାର୍ଡ ପର୍ସନ କିଏ ହି ତାପରେ ଫାର୍ଷ୍ଟ ପର୍ସନ କିଏ ଆଇ ହେଲା
ଏଠି କ'ଣ ହବ and ଲାଗିବ ହି and I and are ହେଲା। ଏଠି or ଲାଗିନି, ଏଠି are ଏଠି କ'ଣ ଲାଗିଛି ନା and ଲାଗିଛି ହେଲା। ତେଣୁ I are good friends। you he and I are good friends। ଯଦି ଏଠି ଟ୍ୟାଗ କ୍ୱେଶ୍ଚନ ଲାଗିଲେ କ'ଣ ହବ ଦେଖ, ଏଠି ସବଜେକ୍ଟରେ I ବି ଇନଭଲ୍ଭ ହେଇଗଲା, ମାନେ ସ୍ପିକର ବି ନିଜେ ଇନଭଲ୍ଭ ହେଇଗଲା। ଏଠି କ'ଣ ହବ, ଏଠି ଟ୍ୟାଗ କ୍ୱେଶ୍ଚନ ଲଗେଇଲେ କ'ଣ ଲାଗିବ, ଏଠି ଟ୍ୟାଗ କ୍ୱେଶ୍ଚନ ଲାଗିଲେ କ'ଣ ଲାଗିବ? are not we, aren't we, are yes not we। are not we, ଏଠି ଟ୍ୟାଗ କ୍ୱେଶ୍ଚନ ଲାଗିଲେ are not we ଲାଗିବ ହେଲା। ସବୁବେଳେ ମନେ ରଖ, ଯଦି ଗୋଟେ ସେଣ୍ଟେନ୍ସ ରେ ତିନିଟାଙ୍କ ମାନେ ଫାର୍ଷ୍ଟ ପର୍ସନ, ସେକେଣ୍ଡ ପର୍ସନ, ଥାର୍ଡ ପର୍ସନ ହେଇକି ଅଛନ୍ତି ଆଉ ତାଙ୍କର ଅର୍ଡରଟା ଗୋଟେ ପଜିଟିଭ ସେନ୍ସରେ ସେଣ୍ଟେନ୍ସଟା ଅଛି, ତାହେଲେ ଅର୍ଡରଟା କ'ଣ ହବ, ଅର୍ଡରଟା ହବ 231। ମନେ ରଖିଥାଅ 231, 231, 231। ନେଗେଟିଭ ହେଇଥିଲେ କ'ଣ ହବ ତାହେଲେ ଅର୍ଡରଟା? କହୁଛି 231, first 1 2 3 231 ଟା ମନେ ରଖିବ ସବୁବେଳେ ଗୋଟେ ଗୁଡ ସେନ୍ସରେ ହେଲା। ଦୁଇଶହ ଏକତିରିଶ ଆର୍ଟିକଲ ନମ୍ବର କ'ଣ ପାଇଁ କିରେ? ଆର୍ଟିକଲ ନମ୍ବର 231 କ'ଣ ପାଇଁ? आर्टिकल नंबर 231, आर्टिकल नंबर 231 कौन पाई को? ऑर्डिनेंस पावर ऑफ गवर्नेंस, ऑर्डिनेंस 123 231 पचार 231 है 231 टा हो जो गोटे बा दीटा स्टेट रे जो से गोटे माने दीटा स्टेट को से गोटे हाई कोर्ट होनी सेटा से पावर का दीटा किंबा गोटे माने एक रो एकाधिक स्टेट रो यूनियन टेरिटरी गोटे हाई कोर्ट हे परिबो जोटा से कांसेप्ट 231 आ 123 टा होची ऑर्डिनेंस मेकिंग पावर। देखो जदि एटा गोटे गुड सेंस रे थिबो माने 231 जदि देखो गुड सेंस जदि गोटे पॉजिटिव सेंस रे स्टेटमेंट अछि ताले 231 टा ऑर्डर सेकंड पर्सन, थर्ड पर्सन, फर्स्ट पर्सन। जदि कोनो नेगेटिव रे रहला माने कर मुई भला लिखिबी, देखो माने कर मुई भला लिखिबी, मु लिखिबी माने कर कोन लिखिबी, माने कर मु लिखिबी यू हैला सॉरी एठी यू comma he and I, you and he and I have committed this murder, have committed this murder ହେଲା। ସବୁବେଳେ ମନେ ରଖ, ଯଦି ମର୍ଡର ଶବ୍ଦ ୟୁଜ ହେଇଛି ନା କମିଟେଡ ଲାଗିବ ତାପରେ। ବହୁତ ଥର କରେକ୍ଟ ମାନେ ଇଏରେ ପକେଇବ, କ'ଣ କହିଲ କରେକ୍ଟ ଏରର ପକେଇ ଦେଇଥିବ। ଏଠି ଆଇ ହାଭ୍ ଡନ୍ ଦିସ୍ ମର୍ଡର, ଏଇଟା କି ଆଇ ହାଭ୍ ଡନ୍ ଦିସ୍ ମିଷ୍ଟେକ୍, କମିଟେଡ ହବ, ମିଷ୍ଟେକ୍ ହଉ ମର୍ଡର ହଉ ସବୁ କମିଟେଡ ଶବ୍ଦ ଲାଗିବ, ଏଟା ମନେ ରଖିଥାଅ ହେଲା। ତେଣୁ ଦେଖ ଏଇଟା ମାନେ ମର୍ଡର ମାନେ ଏଇଟା ଗୋଟେ ନେଗେଟିଭ ସେଣ୍ଟେନ୍ସ ରେ ଗଲା ସେଣ୍ଟେନ୍ସଟା, ଏଠି ଅର୍ଡର କ'ଣ ହବ ନା 123 ହେଲା। ଏଠି ହବ 123 ଅର୍ଡର 1 2 3, ତା ମାନେ କ'ଣ ଫାର୍ଷ୍ଟ पर्सन, सेकंड पर्सन, थर्ड पर्सन। फर्स्ट पर्सन किए आई कॉमा, सेकंड पर्सन किए यू, थर्ड पर्सन एंड ही हैव काम कहीं हैव रोज ना एंड लगी ना सब दिग मिसई के हम सबुटा प्लूराल हो गला। तेणु हैव कमिटेड दिस मर्डर, कमिटेड दिस मर्डर, कमिटेड दिस मर्डर कमा एटी कोन होबो टैग क्वेश्चन लगेबा कोन लागिबो टैग क्वेश्चन हेले हैव नॉट ए सॉरी कोन होबो रे हैव नॉट कोन वही हबो हैव नॉट वही क्वेश्चन मार्क हैला ए भला हबो। तो ये भला टैग क्वेश्चन रा मेनी तुम करि नथिबो के मे भी, तो ए टाइप रे हबो। एटा सब मन रखिबो जे एटा मन रखो जदी 123 हैला सो दिस इज गुड गुड सेंस रे, ए ऑर्डर टा गुड गुड सेंस रे यूज हबो। इट्स ए गुड सेंस रे, ए सॉरी बैड सेंस रे गुड, एटा गुड बैड सेंस रे यूज हबो। ए आ 231 टा बैड सेंस रे जबो, आ कोन आला 231 जोटा सेटा कोन गुड गुड सेंस रे यूज हबो, गुड सेंस रे यूज हबो। ମୁଁ ତମକୁ ଆଉ ଗୋଟେ ସେଣ୍ଟେନ୍ସ ଦଉଛି। ଆଚ୍ଛା
ଆଉ ଗୋଟେ ମୁଁ ସେଣ୍ଟେନ୍ସ ଦଉଛି। ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ ହେଲା, ଏଇଟା ମନେ ରଖ। ଏଇଟା ମତେ କହିଲେ ଦେଖିଦେବେ, ଆଇ ହାଭ୍ ବିନ୍ ଟୁ ବମ୍ବେ ୱାନ୍ସ, ଏଠି କଣ ହବ? I have been to Bombay once. Bombay once. ଏଠି କଣ ହବ? ଏଠି ଟ୍ୟାଗ ଲଗେଇଲେ କଣ ହବ କି ରେ? ହୁଁ? ଦେଖ I have been ମାନେ ଏଠି ଏଠି ମେନ୍ ଭର୍ବ କି ଏଇଟା been, be is ଆମର was were been, ତେଣୁ been ହେଲା, ତେଣୁ I have been ପରଫେକ୍ଟ ଅଛି ଏଟା। এই ସେଣ୍ଟେନ୍ସଟା କୋଉଥିରେ ଅଛି? ପ୍ରେଜେଣ୍ଟ ପରଫେକ୍ଟ ଅଛି। ତେଣୁ ଏଠି କଣ ହବ? have not I क्वेश्चन टैग। ଯଦି ମୁଁ ଲେଖିଥାନ୍ତି I have been going to Bombay once, ତେଣୁ I have been going ଥାନ୍ତା ଏଠି। I have been going, I have been going to Bombay ଥାନ୍ତା, to Bombay। देखो आई हैव बीन टू बॉम्बे माने एटा कोन, एटा हला प्रेजेंट परफेक्ट रे अछि ए सेंटेंस टा, प्रेजेंट परफेक्ट रे। किंतु आई हैव बीन गोइंग टू बॉम्बे माने एटा कोन परफेक्ट कंटीन्यूअस रे अछि, प्रेजेंट परफेक्ट कंटीन्यूअस रे अछि। एठी जमे लगेबा टा क्वेश्चन कोन होबो कि रे? एठी कोन हबो? एठी हबो हैव, एटा मन रख, नोट करि रखो हैव। एठी कोन हबो? हैव नॉट आई, किंतु एठी बीन लागिबो, हैव नॉट आई बीन क्वेश्चन मार्क, वेरी वेरी इंपोर्टेंट है। ये गोटे क्वेश्चन पकई देती पिला हाफ नॉट आई करके पलि आसथिबे। तेणु एटा कोन हबो? जदि परफेक्ट कंटीन्यूअस रे अछि तले हाफ नॉट आई बीन हबो, जदि खाली भले अछि तले हाफ नॉट आई हबो हैला। मन कर एई भले गोटे सेंटेंस अछि, एटा मते कहलो, मन कर एटा अछि, मन एई भले गोटे सेंटेंस अछि, कोन थिबो मन कर थिबो मेनी ए स्टूडेंट, many a student, many a student ହେଲା, many a student in our college, in our college, in our college are fond of their new game, are fond of their new game, their new game। एठी कोन अग्रे ई सेंटेंस टा कोड भूल अछि? सर इज हबो। यस, कोन पे मन रखो, कारण एठी मेनी ए जो लागि छि, ए जदि शब्दटा लागिला एटा सबले सिंगुलर नबो हला, तेनु एठी आर न होई कि एठी लागिवो इज, बुझियला? ହେଲା, तापर एटा टैग लगेबा कोन हबो कि रे? टैग लगेले कोन हबो? is not, is not command apostrophe लिखो, is not anyone ହେଲା। जने कोन हबो जहा हबो एबोला ହେଲା, एटा सब बेले कोन हबो ना सिंगुलर नबो, मेनी लागला माने सिंगुलर नबो। आउ जदि गोटे एमति रहला माने कर देखो मन कर मु कहबी ए भला गोटे सेंटेंस रहला, आई शैल गो, आई शैल गो रो कोन हबो? आई शैल गो, आई शैल गो आर टैग क्वेश्चन कोन लागिवो? देखो आर ए जदि आई शैल गो रहला तले शैल आई नॉट, शैल नॉट आई करबोनी, शैल आई नॉट, शैल आई नॉट
क्वेश्चन मार्क ହେଲା ମନେକର ହେଲା ଆଇ ୱିଲ୍ ଗୋ ତାହେଲେ କଣ ହବ ଆଇ ୱିଲ୍ ଗୋ ମନେକର ଆଇ ୱିଲ୍ ଗୋ ଆଇ ୱିଲ୍ ଗୋ ହେଲେ ଏଠି କଣ ଲାଗିବ won't will not ଯୋଉଟା won't ଲାଗିବ ଡାଇରେକ୍ଟ ଯେମିତି ହବା କଥା ସେମିତି ହବ won't I ମନେକର କେବେ he can go କଣ ହବ he can go ରେ କଣ ହବ ରେ Sir, ହଁ sir, ସେଠି ଆମେ will not ଲେଖିପାରିବାନି କି? will not ବି ଲେଖିପାରିବ ନହେଲେ won't ଲେଖିପାରିବ କଣ୍ଟ୍ରା ସର୍ଟ ଫର୍ମରେ କିଛି ସେମିତି ନାହିଁ ହେଲା ହଁ ତେଣୁ he can go ରେ କଣ ହବ ଏଠି କଣ ହବ ରେ he can go ରେ can't he ହେଲା କିମ୍ବା ଆମେ ଯଦି କରିବା he may go ରେ କଣ ହବ he may go he may go କମା ଏଠି କଣ ହବ he may go ରେ କଣ ହବ ଏବଂ may he not ସେ ଏଗୁଡ଼ା ସବୁ ଟିପିକାଲ ଫର୍ମୁଲା ସେ ପରୀକ୍ଷାରେ ଏଇଗୁଡ଼ାକ ପକେଇବେ ଏଗୁଡ଼ା ଟିପିକାଲ ନା ଏଇଟା ଗୋଟେ ଏଗୁଡ଼ା ପକେଇବେ ଏଗୁଡ଼ା ଯେକୌଣସି କରିଦବ ଏଗୁଡ଼ା ସବୁ ପକେଇବେ ପିଲା ମେ ନଟ୍ ହି କରିକି ଆସିଥିବେ ହି ମେ ଗୋ କମା ମେ ହି ନଟ୍ ଏଇ ଟାଇପର ହବ ହେଲା ମନେକର ଦେଖା ହି ମାଇଟ୍ ଗୋ ଯଦି ଥିବ ଏଇଭଳିଆ ତାହେଲେ କମା ଏଠି କଣ ହବ ମାଇଟ୍ ହି ନଟ୍ ଏଇ ଟାଇପର କରିବ ହେଲା ଏଇ ଏକ୍ସେପସନ ଗୁଡ଼ା ସେମାନେ ପକେଇବେ ବହୁତ ଥର ଆଇ ଆମକୁ ପକେଇ ସାରିଲେଣି ଆଇ ଆର୍ ନଟ୍ ଆଇ ହବ ସେଟା ପିଲା ଭୁଲ କରୁଛନ୍ତି ବୋଲି ସେଟା ବାରମ୍ବାର ପକଉଛନ୍ତି ତେଣୁ ଏଇ ଟାଇପର ହେଲା ଦେଖ ଆଉ ସମସ୍ତଙ୍କର ଯୋଉ ଗ୍ରାମାର କରେକ୍ଟ ଏରର ଆମେ ଯୋଉ କରୁଥିଲେ କରେକ୍ଟ ଏରର ପାଇଁ ତମକୁ ଆମକୁ ଟ୍ୟାଗ କ୍ୱେଶ୍ଚିନ୍ ବଗେରା ସବୁ ଠିକ ସେ ମନେ ରଖିବା ପାଇଁ ଟ୍ୟାଗ କ୍ୱେଶ୍ଚିନ୍ ହେଲା ଇଫ୍ କ୍ଲଜ ହେଲା ଯାହା ଯୋଉ ବେସିକ ଗ୍ରାମାର ସବୁ ଅଛି ସେ ଗ୍ରାମାରକୁ ୟୁଜ କଲେ ଆମେ ମିନିମମ୍ କିଛିଟା 5-6ଟା ଖଣ୍ଡେ କ୍ୱେଶ୍ଚିନ୍ ନିହାତି କରେକ୍ଟ ହବ ଆଉ ତ 10ରୁ 10 ତ କରେକ୍ଟ ହବାର ପ୍ରୋବାବିଲିଟି କମ କିନ୍ତୁ 5-6ଟା କରେକ୍ଟ ହେଲେ ବି ଆମ କାମ ହେଇଯିବ ମିନିମମ୍ 5ଟା 6ଟା କରେକ୍ଟ ହବା ଦରକାର 10ଟା ତେଣୁ ସେଥିପାଇଁ ଆମକୁ ଗ୍ରାମାର ଗୁଡ଼ା ସବୁ ଯେତେ ଗ୍ରାମାର ଅଛି ନା ବେସିକ ଗ୍ରାମାର ଆମେ ୟୁଜ କରିବା ମନେକର ଦେଖିବା ଦେଖ ମନେକର ସେମାନେ ପକେଇଥିଲେ ଥରେ ଗୋଟେ କ୍ୱେଶ୍ଚିନ୍ ସେମାନେ ପକେଇଥିଲେ ଦେଖ ସବୁବେଳେ କଲା ବେଳକୁ ନା ବହୁତ ମାନେ ଦେଖ ମନେକର ଏଇ ଯୋଉ ଏଇ 2011 ଗୋଟେ କ୍ୱେଶ୍ଚିନ୍ ସେମାନେ ପକେଇଥିଲେ 2019ରେ ଦେ କୁଡ୍ ନଟ୍ କମ୍ ଟୁ ଏ ଫାଇନାଲ କନକ୍ଲୁଜନ ତାର କଣ ହବ ସେଇଟା 2019ରେ ପଡିଥିଲା ଦେ କୁଡ୍ ନଟ୍ ଖାଲି କନକ୍ଲୁଜନ ହବ ଫାଇନାଲ yes ନାହିଁ yes ଫାଇନାଲ ହବନି କାରଣ ଫାଇନାଲ କନକ୍ଲୁଜନ ମାନେ କଣ ରିଡଣ୍ଡାନ୍ସି ହଉଛି କନକ୍ଲୁଜନ ହିଁ ଏଣ୍ଡ ଡବଲ ଜିନିଷ ହଉଛି କାରଣ ଫାଇନାଲ ତ ଯାହା କନକ୍ଲୁଜନ ତ ଫାଇନାଲ ନା ଆଉଥରେ ଫାଇନାଲ ଲାଗିବା କଣ ଦରକାର ଏଇଟା କଣ ହବ କି ହି ରିଭେଞ୍ଜଡ ହିମସେଲ୍ଫ ଅନ୍ ହିଜ ଫାଦର୍ସ ମର୍ଡରର ଏଇଟା କଣ ହବ ହି ରିଭେଞ୍ଜଡ ହିମସେଲ୍ଫ ଅନ୍ ହିଜ ଫାଦର୍ସ ମର୍ଡରର Sir, avenged ହବ। ହଁ କାଇଁ ରିଭେଞ୍ଜ ରହିଲେ କଣ ସୁବିଧା ହି ରିଭେଞ୍ଜଡ ହିମସେଲ୍ଫ ଫର ହିଜ ଫାଦର୍ସ ମର୍ଡରର ହେଲା ହି ରିଭେଞ୍ଜଡ ହିମସେଲ୍ଫ କଣ ହେଲା ବେକାର ଟେନ୍ସଟା ବଢିଆ କାମ ହଉଥିଲା he revenged himself for his father's murderer for his ଆଚ୍ଛା ଥରେ ଗୋଟେ କ୍ୱେଶ୍ଚିନ୍ ପଡ଼ିଥିଲା ଯୋଉ ପଡ଼ିଥିଲା এইটা তো পড়িଥିଲା ଦେଖ ଆଉ ଗୋଟେ ପଡ଼ିଥିଲା ଗତ 2019ରେ ଏଇଭଳିଆ କ୍ୱେଶ୍ଚିନ୍ ପଡୁଛି ତେଣୁ ଏଇଟା ବହୁତ ଆରାମରେ ବହୁତ କ୍ୱେଶ୍ଚିନ୍ କରେକ୍ଟ ହବ ଡରିବାର ନାହିଁ ଡରିବ ମାନେ ଟିକେ କ୍ୱେଶ୍ଚିନ୍ ଭଲ ଭାବରେ ପଢିବ ଏଇଟା ମନେକର ଗୋଟେ କ୍ୱେଶ୍ଚିନ୍ ଲେଖା ଦେଖ ୱାନ୍ ସୁଡ୍ ନଟ୍ ଏଇଟା ପଡ଼ିଥିଲା ଦେଖ ୱାନ୍ ସୁଡ୍ ନଟ୍ Sir, ହଁ ୱାନ୍ sir, ସୁଡ୍ ହଁ sir, ଏଠି correct କଣ କଲେ କି? ଏଠି ଅନ୍ ହବନି Sir, ଫର୍ ଏଠି ହବ correct କଣ କଲେ ଆପଣ? ଏଠି ଅନ୍ ହବନି ଫର୍ ହବ ହେଲା Okay, 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 ହଉ।
one should not boost of his own success. One should not boast of his own success. ଏଠି ଭୁଲ କୋଉଠି ଅଛି? his ଜାଗାରେ once ହବ। Yes. ହେଲା ଏଗୁଡ଼ା ଟିକେ ମନେ ଦେଖିବ କାରଣ ଏଠି ୱାନ୍ ଲାଗିଛି ଏଠି ହି କି ସି ଲାଗିନି ଯଦି ହି ଲାଗିଥାନ୍ତା ଏଠି ହିଜ୍ ହେଇଥାନ୍ତା କିମ୍ବା ଏଠି ଯଦି ସି ଲାଗିଥାନ୍ତା ଏଠି ହର୍ ହେଇଥାନ୍ତା ଏଠି ୱାନ୍ ଲାଗିଛି ତ ଏଠି କଣ ହବ ୱାନ୍ସ ହବ ହେଲା ୱାନ୍ସ ଓନ୍ ସକ୍ସେସ୍ ଏଇଭଳିଆ ଟିକେ ଟିକେ ସେଇଟା ଆଉ ଗୋଟେ କ୍ୱେଶ୍ଚନ୍ ପଡ଼ିଥିଲା ଦ ଜର୍ମାନ୍ସ ଆର୍ ବ୍ରେଭ୍ ପିପୁଲ୍ସ ଆରେ ପିପୁଲ ତ ପ୍ଲୁରାଲ ନା ପିପୁଲ୍ସ କଣ ହବ ଏଇଟା ପଡ଼ିଥିଲା ଦେଖ ଏମିତି ଟିକେ ଟିକେ ପଢୁଛେ ଏମିତି ନହେଲେ ସବୁ କଷ୍ଟ ପଡ଼ିବ କିଛି ଆମକୁ ସେଇଥିପାଇଁ କହୁଛି 500ଟା କ୍ୱେଶ୍ଚନ୍ ଆରାମରେ କରେକ୍ଟ ହବ ତେଣୁ ସେଠି ଟିକେ ଟିକେ ଗ୍ରାମାର ଜାଣିଥିଲେ ଆମକୁ ହେଲ୍ପଫୁଲ୍ ହବ ଆମକୁ ଥୋଡ଼ି ଏଥିରେ ମାନେ 200 ମାର୍କ ରଖିବାର ଅଛି ଆମକୁ 120 30 ହେଇଗଲେ ଆମ କାଫି ଏଇଟା କଣ ତାପରେ କଣ ଅଛି ଏଇଟା ଏଇଟା ଅଛି ଦ ଜର୍ମାନ୍ସ ଆର୍ ବ୍ରେଭ୍ ପିପୁଲ୍ସ ଦେଖ ଲେଖା ହେଇଛି ଦ ଜର୍ମାନ୍ସ ଆର୍ ବ୍ରେଭ୍ ପିପୁଲ୍ସ EOPLES ପିପୁଲ୍ସ ଲେଖା ହେଇଛି ତେଣୁ ପିପୁଲ୍ସ କେମିତି ପିପୁଲ ତ ପ୍ଲୁରାଲ ନା ପିପୁଲ୍ସ ପୁଣି କଣ ତେଣୁ ପିପୁଲ ହେଲା PEOPLE ଖାଲି ପିପୁଲ ହବ ଏଇଟା ଉପରେ କ୍ୱେଶ୍ଚନ ସେମାନେ ପକଉଛନ୍ତି ଏଇଟା କଣ ହବ କିରେ ଏଇଟା କେତେ ଜଣ କରିପାରୁଛ ଦେଖିବା he made clear he made clear he made clear that he made clear that he did not that did not he did not କଣ he did not need any help ଏଟା କଣ ହବ he made clear that he did not need any help ଏଟା କଣ ଭୁଲ ଅଛି ଏଠି କୋଉଠି ଏଟା ମନେ ରଖ ଯଦି ଆମର ଏଟା ଏଠି କଣ ରିପୋର୍ଟିଂ ଗୋଟେ ରିପୋର୍ଟେড ସ୍ପିଚ ଅଛି ନା ରିପୋର୍ଟେড ସ୍ପିଚ ରେ ଅଛି ମାନେ ଏଟା କଣ ଇନଡାଇରେକ୍ଟ ସ୍ପିଚ ଟା ବର୍ତ୍ତମାନ ତେଣୁ ଏଠି ମେଡ୍ ଅଛି ମାନେ ଏଠି ମେଡ୍ ରିପୋର୍ଟିଂ ଫର ମେଡ୍ ପାଷ୍ଟ ରେ ଅଛି ହେଲା ଯଦି ପାଷ୍ଟ ଥିବ ତାହେଲେ ଯଦି ସିମ୍ପଲ ପ୍ରେଜେଣ୍ଟ ଥିବ ମନେ କର ସରି ଏଟା କଣ ସିମ୍ପଲ ପାଷ୍ଟ ଅଛି ବର୍ତ୍ତମାନ ଏଟା ସିମ୍ପଲ ପରଫେକ୍ଟ ହବ ହେଲା ପାଷ୍ଟ ପରଫେକ୍ଟ ହବ ତେଣୁ ଡିଡ୍ କଟିଲା ଏଠି he had not needed any help ହେଲା ସବୁବେଳେ ମନେ ରଖ ଏଇଟା ଟିକେ ଦେଖିକି ଯାଇଥିବ ସେଥିପାଇଁ କହୁଛି ଆମକୁ ଯୋଉ ବେସିକ ଗ୍ରାମାର ଗୁଡ଼ା ଟିକେ ପଢିକି ଯିବାକୁ ପଡିବ ରିପୋର୍ଟେଡ ସ୍ପିଚ ହେଲା ଭଏସ ଚେଞ୍ଜ ହେଲା ଟ୍ୟାକୁ ସିନ୍ସ ହେଲା ଇଫ୍ କ୍ଲଜ ହେଲା ରିଲେଟିଭ କ୍ଲଜ ହେଲା ଏଗୁଡ଼ା ସବୁ ଟିକେ ଟିକେ ଦେଖିବାକୁ ଥରେ ଗୋଟେ କ୍ୱେଶ୍ଚନ ପଡିଥିଲା ଦେଖ ଥରେ ଗୋଟେ କ୍ୱେଶ୍ଚନ ପଡିଥିଲା ସାର୍ ଏଇଟା ମୁଁ ବୁଝିପାରିଲିନି ସାର୍। ଏଇଟା ଏଇଟା ସବୁବେଳେ ମନେ ଏଇଟା ରିପୋର୍ଟେଡ ସ୍ପିଚ ଇନଡାଇରେକ୍ଟ ସ୍ପିଚ ରେ ଅଛି ହେଲା ଆମର ଡାଇରେକ୍ଟ ସ୍ପିଚ ଇନଡାଇରେକ୍ଟ ସ୍ପିଚ ଜାଣିଥିବ ଆରେ ଡାଇରେକ୍ଟ ସ୍ପିଚ ଇନଡାଇରେକ୍ଟ ସ୍ପିଚ ମନେ ପଡୁଛି ତ ହଁ ଦ୍ୟାଟ୍ ହଁ ଏଇଟା ଇନଡାଇରେକ୍ଟ ସ୍ପିଚ ରେ ଲେଖା ହେଇଛି ତା ମାନେ ହି ମେଡ୍ କ୍ଲିୟର ମେଡ୍ ଅଛି କଣ ଏଠି ଆମର ମେଡ୍ ଟା କଣ ଅଛି ପାଷ୍ଟ ରେ ଅଛି ରିପୋର୍ଟିଂ ଭର୍ବ ଏଇଟା ତ ରିପୋର୍ଟିଂ ଭର୍ବ ଟା କଣ ଅଛି ପାଷ୍ଟ ରେ ଅଛି ତେଣୁ ଏଠି କଣ ହବ ନା ଦାଟ ଯୋଉ ହି ହ୍ୟାଡ ଅଛି ହି ହ୍ୟାଡ ନିଡେଡ ଏନି ହେଲ୍ପ ଯୋଉ ଅଛି ହି ଡିଡ୍ ଥିଲା ନା ହି ଡିଡ୍ ନଟ୍ ନିଡ୍ ଏନି ହେଲ୍ପ ତେଣୁ ସିମ୍ପଲ ପାଷ୍ଟ ଥିଲା ଏଟା ହବ ପରଫେକ୍ଟ ସବୁବେଳେ ମନେ ରଖିବ ସିମ୍ପଲ ପ୍ରେଜେଣ୍ଟ ଥିଲେ ପାଷ୍ଟ ସିମ୍ପଲ ପ୍ରେଜେଣ୍ଟ ଥିଲେ କଣ ହେଇଯିବ ପାଷ୍ଟ ପ୍ରେଜେଣ୍ଟ ହେଇଯିବ ଏ ସରି ସିମ୍ପଲ ପ୍ରେଜେଣ୍ଟ ଥିଲେ ସିମ୍ପଲ ପାଷ୍ଟ ହେଇଯିବ ସିମ୍ପଲ ପ୍ରୋଗ୍ରେସିଭ ଥିଲେ ପାଷ୍ଟ ପ୍ରୋଗ୍ରେସିଭ ହେଇଯିବ ସିମ୍ପଲ ପରଫେକ୍ଟ ଥିଲେ ଏମିତି ପାଷ୍ଟ ପରଫେକ୍ଟ ହବ ଚେଞ୍ଜ ହବ କେବଳ ଯଦି ମନେକର ସିମ୍ପଲ ପାଷ୍ଟ ଅଛି ସେଟା ପାଷ୍ଟ ପରଫେକ୍ଟ ହେଇଯିବ ହେଲା ସିମ୍ପଲ ପାଷ୍ଟ ଥିଲେ ପାଷ୍ଟ ପରଫେକ୍ଟ କୁ ଚେଞ୍ଜ ହେଇଯିବ ଟିକେ ନିୟମ ଗୁଡ଼ା ଯାଇକି ଦେଖିବ ରିପୋର୍ଟେଡ ସ୍ପିଚ ର ଡାଇରେକ୍ଟ ଥିଲେ ଇନଡାଇରେକ୍ଟ କେମିତି ହୁଏ ଡାଇରେକ୍ଟ ସ୍ପିଚ ରେ ଥିଲେ ଇନଡାଇରେକ୍ଟ ସ୍ପିଚ ରେ କେମିତି ଚେଞ୍ଜ ହୁଏ ହେଲା ତ ଏଇଟା ଟିକେ ଏଇଟା ଏଇଭଳିଆ ଅଛି ଗୋଟେ ଥର ଗୋଟେ କ୍ୱେଶ୍ଚନ ସେମାନେ ପକେଇଥିଲେ ଏଇଟା ଦେଖ ଦ ଇଣ୍ଟେଲିଜେନ୍ସ ଏଇଟା ତ ଏଇଟା କିଛି କିଛି କ୍ୱେଶ୍ଚନ ବହୁତ ଇଜି ଦେଖ ଏଇଟା ଦ ଇଣ୍ଟେଲିଜେନ୍ସ ଗେସ୍ଡ ଦେଖ ଏଠି ଗେସ୍ ହେଲା ରିପୋର୍ଟିଂ ଭର୍ବ GUESSED ଗେସ୍ଡ ଦ୍ୟାଟ୍ ହେଲା ଦ ଇଣ୍ଟେଲିଜେନ୍ସ ଗେସ୍ଡ ଦ୍ୟାଟ୍ there would be a terrorist attack there would
would be a terrorist attack, terrorist attack ହେଲା। ଏଠି ଭୁଲ କୋଉଠି ଅଛି? ଆଁ ଏଠି ଭୁଲ କୋଉଠି ଅଛି କି ରେ? ଏଠି ଭୁଲ କୋଉଠି ଅଛି? ଏଠି ଇଟ ୱିଲ୍ ବି ହବ, ହୁଁ ୱିଲ୍ ବି ହବ, କଣ would be ଜାଗାରେ ୱିଲ୍ ବି ହବ। will ବି ହବ? ଆରେ will ବି ହବ? ନା ସାର୍ ହ୍ୟାଡ୍ ଲାଗୁ କେତେ ସେ ବଢିଆ ବଢିଆ କ୍ୱେଶ୍ଚନ ଭୁଲି ଯାଉଛି। ଏଇଟା କଣ ହବ କୁହ ମତେ, ଚିନ୍ତା କରି। ଏଇଟା ଦେଖ, ଏଠି କାହିଁକି ଏଠି ରିପୋର୍ଟିଂ ଭର୍ବ କଣ ଅଛି? ରିପୋର୍ଟିଂ ଭର୍ବ ସବୁ ଇମ୍ପୋର୍ଟାଣ୍ଟ। ରିପୋର୍ଟିଂ ଭର୍ବ କଣ ଅଛି ଏଠି? would have ହବ କି? ଦେଖ ନାଇଁ, ରିପୋର୍ଟିଂ ଭର୍ବ ଅଛି ଗେସ୍। ଗେସ୍ ମାନେ ସବୁବେଳେ ମୋଡାଲ ଗୁଡାକ ସେନ୍ସ ଅନୁସାରେ ୟୁଜ ହୁଅନ୍ତି। ଉଡ ଗୋଟେ ମୋଡାଲ ଭର୍ବ ନା, ମୋଡାଲ ଅକ୍ସିଲାରି ଭର୍ବ। ତ ଯୋଉ ଗେସ୍ ଅଛି, ଗେସ୍ ମାନେ କଣ ହବ? ଏଠି ମାଇଟ୍ ହବ ହେଲା। ଦେୟାର ମାଇଟ୍ ବି। ଉଡ୍ ବି କେମିତି ହେଇଯିବ? ସେମାନେ ଗେସ୍ କରୁଛନ୍ତି ନା। ତ ଇଣ୍ଟେଲିଜେନ୍ସ ଗେସ୍ that there might be a terrorist attack। 1500 କୁଆଡେ ଗଲା? ଆଉ ସବୁ ତ କଣ ଇମ୍ପୋର୍ଟାଣ୍ଟ ପଏଣ୍ଟ କହିଥିଲି, ମନେ ରଖିବ, ସେଟା ଆସିପାରେ ପରୀକ୍ଷାରେ। କୁଆଡେ ଗଲା ସେଗୁଡା ସବୁ? ସେଟା ଥିଲା ଗୋଟେ ଭଲ କ୍ୱେଶ୍ଚନଟା। ଏଇଟା ମୁଁ ତମକୁ କହିଥିଲି ବୋଧେ, ବହୁତ ଥର ଏଇଟା କହିଥିଲି। ଏଇଟା କୁଆଡେ ମାନେ ଏଇଟା ହୁ ଆଉ ଦାଟ୍ କୋଉଠି ବସେ କହିଥିଲି ନା? କ୍ୱେଶ୍ଚନଟା କୁଆଡେ ଗଲା? ଆଉ ଗୋଟେ ବଢିଆ କ୍ୱେଶ୍ଚନ ମୁଁ କହିବି ଏବେ, ରୁହ। ମେନ୍ ଜିନିଷ ଯେତିକି କହୁଛି ଦେଖିଥିବି, ମେ ବି କିଛିଟା ଆସିପାରେ ହେଲା। ସେଗୁଡାକ କନଫ୍ୟୁଜରେ ମୁଁ କହିଦଉଛି। ଯୋଉଟା କନଫ୍ୟୁଜନ କ୍ରିଏଟ୍ କରୁଛି ସେଇଟା ମୁଁ କହିଦଉଛି। କୁଆଡେ ଗଲା ସେଇଟା? ଏଇଟା ମନେ ରଖ, ଏଇଟା ଭୁଲିଯିବି ନହେଲେ ଆগে। ଏଇଟା ମନେ ରଖିଦିଅ, ସବୁବେଳେ ମନେ ରଖ ଏଇଟା। ଦେଖ, ଏଇଟା ମୁଁ ଗୋଟେ କହିଦଉଛି। ଏଇଟା ମନେ ରଖ, ହେଲ୍ପ ହେଲା, ହେଲ୍ପ ହେଲା, କିମ୍ବା ଷ୍ଟପ୍ ହେଲା, ହେଲା, କିମ୍ବା ଆଭଏଡ ହେଲା, ହେଲା, କିମ୍ବା ଡିଟ୍ରେସ୍ ହେଲା, ହେଲା, ଡିଟ୍ରେସ୍ ହେଲା, କିମ୍ବା ଫିନିଶ ହେଲା, FINISH, ଫିନିଶ ହେଲା, କିମ୍ବା ମାଇଣ୍ଡ ହେଲା, କିମ୍ବା କଣ ରିସ୍କ ହେଲା, ମାଇଣ୍ଡ ହେଲା ତ ପ୍ରିଭେଣ୍ଟ ହେଲା, ପ୍ରିଭେଣ୍ଟ ହେଲା, କି ନହେଲେ ରିସ୍କ ହେଲା, କିମ୍ବା କଣ ଡିଲେ ହେଲା, ଡିଲେ ହେଲା, ରିକଲେକ୍ଟ ହେଲା, ରିକଲେକ୍ଟ ହେଲା, ନହେଲେ ନୋ ଗୁଡ ହେଲା। ଏମିତି ଯଦି ଶବ୍ଦ ୟୁଜ ହେଇଥିବ, ନୋ ଗୁଡ, ନୋ ଗୁଡ ହେଲା, ନୋ ୟୁଜ ହେଲା, ହେଲା, କିମ୍ବା କଣ୍ଟେମ୍ପଲେଟ ହେଲା, କଣ୍ଟେମ୍ପଲେଟ, କଣ୍ଟେମ୍ପଲେଟ, MPLAT। ଯଦି ଏଇଭଳିଆ ଶବ୍ଦ ସବୁ ୟୁଜ ହେଇଛି, ଦେଖ ଏଇ କେତିକି ଶବ୍ଦ ମନେ ରଖିବ, ଏଇଭଳିଆ କିଛି ଶବ୍ଦ ୟୁଜ ହେଇଛି, ତାହେଲେ ସବୁବେଳେ ଭର୍ ପ୍ଲସ୍ ଆଇଏନଜି ହବ, ମନେ ରଖିଥାଅ। ତାପରେ କଣ ହବ? ଭର୍ ପ୍ଲସ୍ ଆଇଏନଜି ହବ। V1 ମାନେ ପ୍ରେଜେଣ୍ଟ ଫର୍ମ ପ୍ଲସ୍ ଆଇଏନଜି ହବ। ଏଇଭଳିଆ ଗୋଟେ କ୍ୱେଶ୍ଚିନ୍ ଥରେ ପଡିଥିଲା, କଣ ସେଇଟା ମୁଁ କହୁଛି ତମକୁ।
ଲେଖା ହେଇଛି 2018 ପଡିଥିଲା ହେଲା। ଦେଖ 2018 ଗୋଟେ କ୍ୱେଶ୍ଚିନ୍ ପଡିଥିଲା ଓପିଏସସି ୱେଷ୍ଟ ବେଙ୍ଗରେ। କଣ ପଡିଥିଲା କି ରେ? 2018 ଗୋଟେ କ୍ୱେଶ୍ଚିନ୍ ଆସିଥିଲା, ୟୁ କ୍ୟାନ୍ ନଟ୍ ଆଭଏଡ୍, ଦେଖ କ୍ୟାନ୍ ନଟ୍ ୟୁ କ୍ୟାନ୍ ନଟ୍ ଆଭଏଡ୍ to go to class to go to class go to class even though you are unwell, even though THOUGH, even though you are unwell, you are unwell ହେଲା। ଏଇଟା ତ ପଢିଲେ ସବୁ ଠିକ ଲାଗୁଛି, ଏଟା ଭୁଲ କୋଉଠି ଅଛି ଏଠି ହେଲା। କିନ୍ତୁ ଭଲ କଥା ଆଭଏଡ ଶବ୍ଦ ଲାଗିଛି ମାନେ ଏଠି ମୁଁ କହିଥିଲି ନା ଏଥିରେ ଦେଖ going ଏଠି ଅଛି ଏଠି ଆଭଏଡ ଶବ୍ଦ ଅଛି, ଏଇ ଆଭଏଡ ଲାଗିଛି ମାନେ ଏଠି ଏଇ ଶବ୍ଦଟା ଯଦି ଲାଗିଥିବ ତାହେଲେ ଏଠି କଣ ହବ, ଏଠି ଏଠି 2 ପ୍ଲସ୍ ଯୋଉ 2 ପ୍ଲସ୍ ଇନଫିନିଟି ଅଛି 2 ପ୍ଲସ୍ V1 ଅଛି, ଏଟା ଚେଞ୍ଜ ହବ। ଏଟା କଣ ହବ, ଏଟା ହବ V1 ପ୍ଲସ୍ ING ଏଠି ଲାଗିବ। ତା ମାନେ ଏଠି କଣ ହେଇଯିବ, ଗୋଇଂ, GOING, ଏଠି ଗୋଇଂ ହେଇଯିବ ହେଲା। ଏଇ ଟାଇପର। ଆଉ ଗୋଟେ କଥା, ଆଉ ଗୋଟେ 2018 ଆଉ ଗୋଟେ ବଢିଆ ସେଣ୍ଟେନ୍ସ ଟେ ପଡିଥିଲା ଦେଖ, ଆଉ ଗୋଟେ ପଡିଥିଲା, ଏଟା ଲିଭେଇ ଦଉଛି ହେଲା, ଏଟା ଭର୍ ପ୍ଲସ୍ ING ହବ। ଆଉ ଗୋଟେ ପଡିଥିଲା ମାଇ ଡଟର ଷ୍ଟଡିଜ୍ ଇନ୍ ଦିସ୍ ସ୍କୁଲ ହେଲା। କୋଶ୍ଚିନ୍ ଟା ଲେଖ, ମାଇ ଡଟର DAUGHTER, my daughter studies in this school, studies in this school, SCHOOL ହେଲା। my daughter studies in this school, comma କଣ, she goes to the school every day, she goes to the school every day, CHOOL, school every day। ଏଠି ଭୁଲ କୋଉଠି ଅଛି କି ରେ, every day ଏଠି ଭୁଲ କୋଉଠି ଅଛି, ଏଠି ଭୁଲ କୋଉଠି ଅଛି? ତ ଏଇ କେସରେ she is going नो, ଏଟା ମନେ ରଖ, ଏଇ କେସରେ କଣ ହବ, ମାଇ ଡଟର ଷ୍ଟଡିଜ୍ ଇନ୍ ଦିସ୍ ସ୍କୁଲ, ତା ମାନେ ଯଦି ଆମେ ଯୋଉ ସ୍କୁଲରେ ପଢୁଛନ୍ତି ସି ଗୋଜ୍ ଟୁ ଦ, ସି ଗୋଜ୍ ଟୁ, ଏଠି ଆମେ ଏଠି ଦ ରହିବନି, ଯୋଉ ଟି ଅଛି ଏଇଟା ରହିବନି, ଏଇଟା ରହିବନି। She goes to school every day means she is a student in this school, so he goes to school every day। ଯଦି ଆମେ ଏଠି ଦି ଲଗେଇଦବା ତା ମାନେ someone who is not a student is going to school। ମନେ ରଖିବା my father goes to the school ହେଲା। my father goes to the school, ଏଠି ଠିକ ହବ କାରଣ my father ସେ ସବୁବେଳେ ସ୍କୁଲ ଯାଉନାହାନ୍ତି ନା, goes to the school। ସବୁବେଳେ ମନେ ରଖ ଦି ଲାଗିଛି ମାନେ, ଦି ଲାଗିଗଲା ମାନେ someone is going to school who is not a student, ବା ରେଗୁଲାରଲି ଯେ ସ୍କୁଲକୁ ଯାଉନି, ବୁଝିଲା କି? ତ ସେଇଟା ଜାଣିବା, ସେଟା ପଢିଥିଲା 2018 ରେ ପଢିଥିଲା। ଆଉ ଗୋଟେ ବଢିଆ କ୍ୱେଶ୍ଚିନ୍ ପଡିଥିଲା ଦେଖ, ଏଇ କ୍ୱେଶ୍ଚିନ୍ ଟା ତ ପ୍ରାୟ ସମସ୍ତଙ୍କର କରେକ୍ଟ ମତେ ଲାଗୁଛି। ଏବେ ଗୋଟେ କଥା ମନେ ରଖ, ଯୋଉ 10ଟା ଖଣ୍ଡେ ଯୋଉ କରେକ୍ଟ ଦେରରେ ପକେଇବେ, ଏମିତି ନୁହଁ ଯେ ଆମକୁ 10ଟାରୁ 10ଟା ଆସୁନଥିବ, 5-6ଟା ଖଣ୍ଡେ ନିହାତି ଆସିବ। ତେଣୁ ଆମକୁ ସେଇଟା କେମିତି ହବ ନା, ଆମକୁ ଟିକେ ଟିକେ ଯୋଉ ବେସିକ୍ ଗ୍ରାମାର ଗୁଡାକ ଅଛି ଟିକେ ଟିକେ ଜାଣିଥିଲେ ହବ। ତ ମନେକର ଏଇଟା ଦେଖ, ଏଇଟା ମନେକର ଗୋଟେ କ୍ୱେଶ୍ଚିନ୍ ପଡିଲା 2018 ରେ ପକେଇଥିଲେ ଯେ 2018 ର କ୍ୱେଶ୍ଚିନ୍ ଥିଲା ଇଣ୍ଟ୍ରୋଡ୍ୟୁସିଂ ୱାନ୍ ସେଲ୍ଫ, ମନେକର ଆମେ ଇଣ୍ଟ୍ରୋଡ୍ୟୁସ କରୁଛୁ, ଇଣ୍ଟ୍ରୋଡ୍ୟୁସିଂ ୱାନ୍ ସେଲ୍ଫ ହେଲା। ଆମେ ନିଜକୁ ନିଜେ ମନେ ଇଣ୍ଟ୍ରୋଡ୍ୟୁସ କରୁଛନ୍ତି, ଜଣେ ଆମେ ସେ କଣ କହୁଛି, ଇଣ୍ଟ୍ରୋଡ୍ୟୁସିଂ ୱାନ୍ ସେଲ୍ଫ, ମାଇ ସେଲ୍ଫ ବିନୋଦ ବଲାନ, ମାଇ ସେଲ୍ଫ ବିନୋଦ ବଲାନ, ଏ ଭୁଲ କୋଉଠି ଅଛି କି ରେ? my name is ହେଇପାରିବ ନହେଲେ I am ହବ ସାର୍। Yes, myself ହୁଏନି। ଏଠି ମାଇ ସେଲ୍ଫ ହବନି, ରିଫ୍ଲେକ୍ସିଭ ପ୍ରୋନାଉନ ଲାଗିବନି। ସବୁବେଳେ ମନେ ରଖ, ମନେକର ତମକୁ ଏମିତି ତ ଓପିଏସସି ଇଣ୍ଟରଭ୍ୟୁରେ ତ ମେ ବି ଓଡ଼ିଆରେ ତ ସବୁ ପଚାରୁଛନ୍ତି ହେଲା, କିନ୍ତୁ ଯଦି ବାଇଚାନ୍ସ କିଏ ଜଣେ ଇଂଲିଶରେ ପଚାରିଦେଲା ଇଣ୍ଟ୍ରୋଡ୍ୟୁସ ୟୁର ସେଲ୍ଫ, ମାଇ ସେଲ୍ଫ କହିଦବନି କେତେବେଳେ,
आई एम पूरा आई एम दिस आई एम जहाँ भी कहब से आई एम मानस चंद्र प्रधान ये टाइप माई सेल्फ मानस प्रधान ये टाइप कहला मैंने गला से इंप्रेशन खराब हो माई सेल्फ केवल यूज हेबन आई एम कहब ना आई एम विनोद बलान ହେଲା କି ଇଏ କିନ୍ତୁ କେବେ ହେଲେ କହିବନି ଯେ ମାଇ ସେଲ୍ଫ ରିଫ୍ଲେକ୍ସିଭ ଲାଉଣ୍ଡ ବସିବ ଏଇଟା ରିଫ୍ଲେକ୍ସିଭ ପ୍ରୋନାଉନ ଏଗୁଡ଼ା ବସିବନି ଷ୍ଟାର୍ଟିଂ ରୁ ଏଇଟା ମାନେ ଇନଫର୍ମାଲି ଲୋକ ବାହାରେ କହି ଦଉଛନ୍ତି ବଟ୍ ଏଇଟା କରେକ୍ଟ ଗ୍ରାମାର ସେନ୍ସ ନୁହେଁ ହେଲା ଏଇଟା ପଢିଥିଲା 2018 ରେ ଆଉ ଗୋଟେ କ୍ୱେଶ୍ଚିନ୍ ପଢିଥିଲା ଦେଖ ବେଳେ ବେଳେ ବହୁତ ଇଜି ବି ପକାଉଛନ୍ତି ଏଇଟା ଗୋଟେ ପକେଇଥିଲେ ଦେଖ ଦ ଆର୍ମି ରିକ୍ରୁଟର ଆସ୍କଡ ମି ଦେଖ ଦ ଆର୍ମି ରିକ୍ରୁଟର the army recruiter recruiter the army recruiter asked me the army recruiter um, asked me questions like this asked me questions asked me questions the army recruiter asked me questions like this like this कौन सा how tall you are how tall you are କମା ଏମିତି କ୍ୱେଶ୍ଚିନ୍ ଅଛି ଏଟାକୁ ତାପରେ ଏଟାକୁ କଣ ରଖିଛି ଉଦ୍ଧୃତ ଚିହ୍ନ ଭିତରେ ଅଛି ଏଠି ଭୁଲ କୋଉଠି ଅଛି ଭୁଲ କୋଉଠି ଅଛି କିରେ ମତେ ଫାଷ୍ଟ କୁହ ଏଇଟା କୋଉଥିରେ ଅଛି ମାନେ ଏଇଟା ଗୋଟେ ଏଇଟା ଡାଇରେକ୍ଟ ସ୍ପିଚ୍ ରେ ଅଛି ନା ଇନଡାଇରେକ୍ଟ ସ୍ପିଚ୍ ରେ ଅଛି सर डायरेक्ट डायरेक्ट स्पीच रे अछि तो डायरेक्ट स्पीच केମିତି जଣା पड़ला ना एठी गोटे से कमा दिया कि एठी उद्धृत चिन्ह भीतर लिखा आइछि ता माने एग्जैक्ट सेंटेंस टा लिखा आइछि अजि उद्धृत चिन्ह भीतर लिखा आइछि माने कर सेंटेंस टा एठी कोन क्वेश्चन मार्क दिया आइछि अजि क्वेश्चन मार्क दिया आइछि सेंटेंस टा क्वेश्चन फॉर्मेट रे अछि कि हाउ टॉल यू आर कोन हाउ टॉल आर यू यू गेटिंग मी हाउ टॉल पर कोन हेल्पिंग वर्ब रहबो तापर सब्जेक्ट रहबो ता एटा केମିତି एମିତି हबो केମିତି तेनु एटा हाउ टॉल आर यू क्वेश्चन मार्क ହେଲା ଏଟା ତୋର ଉଦ୍ଧୃତ ଚିହ୍ନ ଭିତରେ ରହିବ ଯଦି ଏଟାକୁ ମନେ କର ଏଟାକୁ ଯଦି ଆମେ କହିଥାନ୍ତେ ଏଟା ମନେ କର ଆମେ କଣ କରି ଦେଇଥାନ୍ତେ ଏଟାକୁ ମନେ କର ଆମେ ଇନଡାଇରେକ୍ଟ ସ୍ପିଚ୍ କରି ଦେଇଥାନ୍ତେ କଣ ହେଇଥାନ୍ତା ଆରେ ଇନଡାଇରେକ୍ଟ ସ୍ପିଚ୍ କରି ଦେଇଥିଲେ ଏଟା କଣ ହେଇଥାନ୍ତା ଏଟା କଣ ହେଇଥାନ୍ତା ମନେ କର ମନେ ଏଟା କରିଥାନ୍ତେ ଏଠି ଦ ଆର୍ମି ରିକ୍ରୁଟର ଆସ୍କଡ ମି କ୍ୱେଶ୍ଚନ୍ସ ଲାଇକ ଦିସ୍ ହାଉ ଟଲ୍ ହେଲା ଏଟା କହିଥାନ୍ତା କି ଏଠି ମି ଅଛି ଦେଖ ଏଠି ମି ଅଛି ତେଣୁ କଣ ହାଉ ଟଲ୍ ଏଭଳିଆ ହେଇଥାନ୍ତା ଏଟା କଣ ହେଇଥାନ୍ତା ଏଠି ହେଇଥାନ୍ତା ଦ ଆର୍ମି ରିକ୍ରୁଟର ଆସ୍କଡ ମି କ୍ୱେଶ୍ଚନ ଲାଇକ ଦିସ୍ ହାଉ ଟଲ୍ ଦେଖ ଏଠି ଅଛି ଆସ୍କଡ ରିପୋର୍ଟିଂ ଭର୍ବ ରେ ପାଷ୍ଟ ରେ ଅଛି ତେଣୁ ଏଟା ପାଷ୍ଟ ରହିବ ହାଉ ଟଲ୍ ଆଇ ମି ଅଛି ତେଣୁ ଆଇ ୱାଜ नो कौन सी रिपोर्टेड माने उद्धृत चिन्ह नहीं किसी नहीं डायरेक्ट एटा फुल स्टॉप हैला द आर्मी रिक्रूटर आस्क्ड मी क्वेश्चंस लाइक दिस क्वेश्चंस लाइक इट दिस टा चेंज कि दैट हबो हैला इट दिस रहबोनी इट हो दैट क्वेश्चन लाइक दैट हाउ टॉल आई वाज सब बेले डब्ल्यू एच वर्ड जदी यूज हबो तो एटा कनेक्टिव है कि डायरेक्ट यूज हबो हैला हाउ टॉल आई वाज ଯଦି ସେଇଟା ଏମିତି ପଚାରିଛି କିନ୍ତୁ ଏଟା ମୁଁ ପଚାରିଥିଲା କ୍ୱେଶ୍ଚିନ୍ଟା ଦଟ ଆର୍ମି ରିକ୍ରୁଟର ଆସ୍କ ମି କ୍ୱେଶ୍ଚିନ୍ସ ଲାଇକ୍ ଦିସ୍ ହାଉ ଟଲ୍ ୟୁ ଆର୍ କରିକି ତାକୁ ସେ କଣ ଉଦ୍ଧୃତ ଚିହ୍ନ ଭିତରେ ରଖି କ୍ୱେଶ୍ଚିନ୍ ମାର୍କ ଦେଇଥିଲା ତ ଏଇଟା ହବ ହାଉ ଟଲ୍ ଆର୍ ୟୁ କାରଣ ଏଇଟା କ୍ୱେଶ୍ଚିନ୍ ଫର୍ମାଟରେ ରହିଲା କ୍ୱେଶ୍ଚିନ୍ ଫର୍ମାଟରେ ସବୁବେଳେ ଡବଲ ଏଚ୍ ୱାର୍ଡ ସହିତ ହେଲ୍ପିଂ ଭର୍ବ ରହିବ ତାପରେ ଯାଇକି ସବଜେକ୍ଟ ରହିବ ଏଇ ଟାଇପ୍ର ହବ ହେଲା ହଁ କୁହ सर एटा रेकॉर्ड କରୁଛନ୍ତି କି এটা ରେକର୍ଡ ମୁଁ ମୋର ଯୋଉଟା ମୁଁ କରୁଥିଲି ରେକର୍ଡ ଯୋଉ ସଫ୍ଟୱେରରେ ସେଟା ବର୍ତ୍ତମାନ ସରିଗଲା ତାର ଡେଟ୍ ପଳେଇଗଲା ସେଟାକୁ ଆଉ କରିହବନି ତ ମୁଁ ଆଜି କ୍ରୋମ ଇଏରେ କରୁଛି ଦେଖିବା ଏଟା ହଉଛି ନା ନାହିଁ ଦେଖିବ ମୁଁ ଗୋଟେ କରିଛି ତ ଦେଖିବା ରେକର୍ଡିଂ ହେଇଛି ନା ନାହିଁ ଜଣା ନାହିଁ ଆପଣଙ୍କୁ ଆମର ଖାଲି କରେଣ୍ଟ ପଳେଇଛି ନା ମୋର ଫୋନରେ ଚାର୍ଜ ବି ନାହିଁ ଆଚ୍ଛା ଏଟା ମୁଁ କରି ଦେଖିବା ହେଇଯିବ କେତେ ରେକର୍ଡିଂ ହେଇଛି ଦେଖିବା କ୍ରୋମ ଏକ୍ସଟେନସନରେ କରି ରେକର୍ଡିଂ ଲଗେଇଛି ତ ତାପରେ ଦେଖ ଆଉ ଗୋଟେ କ୍ୱେଶ୍ଚିନ୍ ପଡିଥିଲା 2018 ରେ 2018 ଆଉ ଗୋଟେ କ୍ୱେଶ୍ଚିନ୍ ପଡିଥିଲା
ଏଇଟା ଦେଖ ଦ ବୁକ୍ ଇନକ୍ଲୁଡିଂ ଦେଖ ଦ ବୁକ୍ including all its chapters all its chapters all its chapters including all its chapters are boring ଏଠି ଭୁଲ କୋଉଠି ଅଛି ହୁଁ ହୁଁ ଏଠି ଭୁଲ କୋଉଠି ଅଛି କି ତ ଏଇଭଳିଆ କ୍ୱେଶ୍ଚିନ୍ ତାକୁ ପ୍ରତିବର୍ଷ ପଡୁଛି ଗତ ଥର ଗୋଟେ ପକେଇଥିଲେ 19 ରେ 18 ଭଳିଆ ଗୋଟେ ପକେଇଛନ୍ତି ଏଠି ତାମାନେ ଇନକ୍ଲୁଡିଂ ଶବ୍ଦ ଲାଗିଛି ମାନେ ଏଠି ଦେଖ ଇନକ୍ଲୁଡିଂ ଲାଗିଛି ମାନେ ଆର ସବଜେକ୍ଟ ଏଇଟା ହବ ପ୍ରଥମଟା ଏଟା ପ୍ରଥମରୁ ଅଛି ତେଣୁ ଏଠି କଣ ହବ ଇଜ ବୋରିଂ ହେଲା ଏଠି ଇଜ ହେଇଯିବ ବୁଝିହଉଛି ଏଇଭଳିଆ ଆଜ ୱେଲ୍ ଆଜ ନହେଲେ ଇନକ୍ଲୁଡିଂ କି ଯାହା ଗୋଟେ ଲଗେଇକି ବିସାଇଡ୍ ସେଇଭଳିଆ ଲଗେଇକି ପଚାରୁଛନ୍ତି 2018 ରେ ଗୋଟେ କ୍ୱେଶ୍ଚିନ୍ ପଚାରିଥିଲେ ଆଉ ତ ବହୁତ ଇଜି ଇଜି କ୍ୱେଶ୍ଚିନ୍ ପଚାରୁଛନ୍ତି ଦେଖ ଆଇ ଆମ୍ ଅଲୱେଜ କଲିଂ ୟୁ ଆଇ ଆମ୍ ଗୋଟେ କ୍ୱେଶ୍ଚିନ୍ ଥିଲା ଆଇ ଆମ୍ ଅଲୱେଜ କଲିଂ ୟୁ 18 ରେ ଆଇ ଆମ୍ ଅଲୱେଜ କଲିଂ ୟୁ I am always calling you, but you are never responding. You are never responding. You are never responding. Responding. ବୁଝିହେଲା ଏଠି କ'ଣ ହବ କିରେ ତ ଏଠି ଅଲୱେଜ ଲାଗିଛି ସିମ୍ପଲ ପ୍ରେଜେଣ୍ଟ ରହିବ ହେଲା ଆଇ ଅଲୱେଜ call you but you never respond ହେଲା ସିମ୍ପଲ ପ୍ରେଜେଣ୍ଟ ରହିବ କାରଣ ଅଲୱେଜ ଲାଗିଛି ଆଚ୍ଛା ମନେକର ଆଉ ଗୋଟେ କ୍ୱେଶ୍ଚିନ୍ ଥିଲା ଏଇଟା କାହାର ଏଇଟା ଭୁଲ ହବନି ମତେ ଲାଗୁଛି ଏଇଟା ମନେକର ଦେଖିଥିବ ଦେଖ ଏମିତି ଗୋଟେ କ୍ୱେଶ୍ଚିନ୍ ଥିଲା ଦେଖ କ୍ୱେଶ୍ଚିନ୍ କ'ଣ ଥିଲା ହାଉ ମେନି କ୍ୱେଶ୍ଚିନ୍ସ how many questions we have to answer question mark ଏଇଟା ମତେ କହିଲ କୋଉଠି ଭୁଲ ଅଛି ଏଇଟା ଦେଖି କୋଉଠି ଭୁଲ ଅଛି ଏଇଟା ଏଇଟା କ'ଣ ହବ ରେ ଦେଖ ଏଠି କ୍ୱେଶ୍ଚିନ୍ ମାର୍କ ଅଛି ନା ଏଠି କ'ଣ ହବ ହାଉ ମେନି କ୍ୱେଶ୍ଚିନ୍ସ ଠିକ ଅଛି ହାଉ ମେନି କ୍ୱେଶ୍ଚିନ୍ସ ଏଠି ୟୁ ହ୍ୟାଭ୍ ଟୁ ଆନ୍ସର ଏଠି ଭର୍ବ ହଉଛି ହ୍ୟାଭ୍ ତେଣୁ କ'ଣ ସିମ୍ପଲ ପ୍ରେଜେଣ୍ଟରେ ଅଛି ଏଇଟା କୋଉ ଟେନ୍ସରେ ଅଛି ଏଇଟା ସିମ୍ପଲ ପ୍ରେଜେଣ୍ଟରେ ଅଛି ନା ହାଉ ମେନି କ୍ୱେଶ୍ଚିନ୍ସ वी हैव टू आंसर ମାନେ ସିମ୍ପଲ ପ୍ରେଜେଣ୍ଟରେ ଅଛି वी हैव टू आंसर ତେଣୁ ଏଠି କ'ଣ ହବ ଏଠି ଆମକୁ ଏ କ୍ୱେଶ୍ଚିନଟା ଭୁଲ ଅଛି ଏଠି ହେଲ୍ପିଂ ଭର୍ବ କାଇଁ ଗୋଟେ କ୍ୱେଶ୍ଚିନ୍ ମାର୍କ ଦିଆହେଇଛି ମାନେ ହେଲ୍ପିଂ ଭର୍ବ ଗୋଟେ ରହିବ ନା ତେଣୁ ଏଠି କ'ଣ ହବ ହାଉ ମେନି କ୍ୱେଶ୍ଚିନ୍ସ how many questions do we have to answer ହେଲା क्वेश्चन मार्क करेक्ट हेल्पिंग वर्ड दरकार ना हेल्पिंग ना क्वेश्चन मार्क केमति रहला सेंटेंस टा केमति नेगेटिव इंट्रोडक्शन सेंटेंस केमति बनेबो ଆଉ ଗୋଟେ ବଢିଆ ଆଉ ଗୋଟେ ବଢିଆ ଟ୍ରିକ୍ ଟା ତମକୁ କହୁଛି ଦେଖ ଏଇଟା ମନେ ରଖିବ ମେ ବି ପଢିପାରେ ହେଲା
देखो गोटे फ्रेज अच्छी बाय द टाइम है, बाय द टाइम मन रख, बाय द टाइम, बाय द टाइम এই ফ্রেজটা যদি ইউজ হইতিব দেখো, বাই দ টাইম যদি ফ্রেজটা ইউজ হইকি যদি বাই দ টাইম লাগি যদি প্লস ভি1 ଅଛି, ভি1 মানে সিম্পল প্রেজেন্ট রে ଅଛି, প্রেজেন্ট ফর্ম অফ দ ভার্ব ইউজ ହେଇଛି ହେଲା, তাহলে কোন হবে, এটি ফিউচার পারফেক্ট লাগিব, তারপরে এটি মনে রাখো, তারপরে ফিউচার পারফেক্ট লাগিব, ফিউচার পারফেক্ট লাগিব, ফিউচার পারফেক্ট লাগিব। কিন্তু যদি বাই দ টাইম লাগিকি, বাই দ টাইম লাগিকি কোন ହେଇଛି, বাই দ টাইম লাগিকি যদি কোন ଅଛି ভি2 ଅଛି মনে করো, পাস্ট ফর্মটা ইউজ ହେଇଛି, তাহলে এটি কোন লাগিব, পাস্ট পারফেক্ট লাগিব, পাস্ট পারফেক্ট লাগিব ହେଲା। ফর এক্সাম্পল দেখো, বাই দ টাইম ইউ কম ହେଲା, বাই দ টাইম ইউ কম, এটা কোন হবো, বাই দ টাইম ইউ কম, বাই দি টাইম, বাই দ টাইম ইউ কম, বাই দ টাইম ইউ কম কোন হবো, বাই দ টাইম ইউ কম, আই উইল হ্যাভ কমপ্লিটেড মাই ওয়ার্ক, আই উইল হ্যাভ, I will have completed my work, completed my work। দেখো এটা ঠিক আছে, কারণ বাই দ টাইম লাগে কি কমটা মানে ভি1 রে আছে বর্তমান, তো এটা ভি1 রে আছে না, তেণু যদি বাই দ টাইম প্লস ভি1 তাহলে এটা কোন হবো, ফিউচার পারফেক্ট হবো, তো ফিউচার পারফেক্ট রে আছে, আই উইল হ্যাভ কমপ্লিটেড মাই ওয়ার্ক। যদি এটি ହେଇଥାନ୍ତା বাই দ টাইম ইউ কেম, যদি ହେଇଥାନ୍ତା মনে করো বাই দ টাইম ইউ কেম, বাই দ টাইম ইউ কেম, বাই দ টাইম ইউ কেম যদি ହେଇଥାନ୍ତା মনে করো, এটি কোন হবো, এটি কোন ହେଇଥାନ୍ତା কি, I had completed my work, would I I had, had past perfect কইতেলি দেখো, যদি ভি2 হবো তাহলে past perfect হবো, I I had এটি হবো, সরি I had completed my work, completed my work ହେଲା। ତା মানে এটি কোন, এটি কেম রহিলা, এটি কেম মানে এটি ভি2 রহিলা, তার মানে এটা ভি2, যদি ভি2 রে রহিলা তাহলে এটি কোন হবো, পাস্ট পারফেক্ট ହେଇଯିବ, যদি ভি1 রে রহিলা, এটা ভি1 ଅଛି এটি, তো ভি1 ହେଲା মানে এটা কোন ফিউচার পারফেক্ট ହେଇଯିବ, এটা মনে রাখতা, বাই দ টাইম যদি ইউজ ହେଇକି ଏମିତି ରହିଲା। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟା ମୁଁ କହିବାକୁ କୁଆଡେ ଗଲା ସେଇଟା, ମୁଁ କହିଦଉଛି ନହେଲେ, ଆଉ ଗୋଟେ ବହୁତ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି ରେ, ମନେକର ମୁଁ କହିବି, ମନେକର ତମେ କହିବ ଥର ଗୋଟେ କୋଶ୍ଚିନ୍ ପଡିଥିଲା, ଏଇଟା କୋଉ ବର୍ଷ ପଡିଥିଲା କେଜାଣି, ହି ଇଜ ଦ ମୋଷ୍ଟ ପରଫେକ୍ଟ ଏମିତି ଗୋଟେ ପଡିନଥିଲା, ହି ଇଜ ଦ ମୋଷ୍ଟ ପରଫେକ୍ଟ କଣ ଏମିତି ଗୋଟେ ପଡିଥିଲା, ଏଇ ବର୍ଷ ପଡିନି, କୋଉ ବର୍ଷଟା ପଡିଛି ଦେଖିବା, এটা ଭଲ ପଏଣ୍ଟ ମୁଁ କହିବି, ଏଟା ମନେ ରଖି ତମେ ବି ଏଟା ପକେଇ ପାରନି ହେଲା। ଓକେ ଛାଡ଼, ଦେଖ ମନେକର କୁହାହବ ଏଇଭଳିଆ, ମୁଁ କହିଦଉଛି ମନେକର, ହି ଇଜ ଦ ବେଟର ଦାନ ଏନି ଅଦର ବୟ ଇନ ଦ କ୍ଲାସ, এটা କରେକ୍ଟ ଅଛି, ମନେକର ମୁଁ କହିବି, ମନେକର ମୁଁ କହିବି ହି ଇଜ ଦି ବେଟର, ହି ଇଜ ଦ ବେଟର, he is the better than any other boy in the class, better than any other boy in the class, it is correct sir,
এটা করেক্ট আছে কি? ଦେଖ ବେଟର ଏଠି ବେଟର ଲାଗିଛି ମାନେ ଦି ହଁ ଦ ଦି ହବନି ଦଟା ଦି ସବୁବେଳେ ଲାଗିନି ହଁ ଦଟା ସବୁବେଳେ କଣ ଲାଗିବ ସୁପରଲେଟିଭ ଡିଗ୍ରୀ ଲାଗେ ଏଟା ବେଟର ମାନେ କମ୍ପାରେଟିଭ ଡିଗ୍ରୀ ସୁପରଲେଟିଭ। ଗୁଡ ବେଟର ବେଷ୍ଟ ହେଲେ ଦି ଲାଗିବ ତେଣୁ ଏଠି ବେଟର ଅଛି ଏଠି ଦି ରହିବା କଥା ନୁହେଁ ବୁଝୁଛ ନା ନାଇଁ କିନ୍ତୁ ଯଦି ମୁଁ ଲେଖିବି ହି ଇଜ ଦ ଟଲର ଅଫ ଦ ଟୁ ଏଟା କରେକ୍ଟ ଅଛି କଣ ମତେ କୁହ ହି ଇଜ ଦ ଟଲର ଅଫ ଦ ଟୁ ହି ଇଜ ଦ ଟଲର ଅଫ ଦ ଟୁ ଟଲର ଅଫ ଦ ଟୁ he is the he is the taller he is the taller of the two ହେଲା ଏ ସେଣ୍ଟେନ୍ସ ଟା କରେକ୍ଟ ଅଛି ହୁଁ ଆରେ ସେଣ୍ଟେନ୍ସ ଟା କରେକ୍ଟ ଅଛି ହଁ ସାର୍। এই সেন্টেন্স টা রং ଅଛି ହେଲା এই সেন্টেন্স টা রং ଅଛି ଏଠି କଣ ହବ ନା ହି ଇଜ ଦ এই সেন্টেন্স ଟା କରେକ୍ଟ ଅଛି କଣ ପାଇଁ କୁହ ଏଠି ଦି ଏଠି ବି ଟଲର ଲାଗିଛି ଦେଖ ଏଠି ବି ଟଲର ଲାଗିଛି ମାନେ କମ୍ପାରେଟିଭ ଡିଗ୍ରୀ ଲାଗିଛି ଏଠି ଦି କେମିତି ଲାଗିଲା ଏଇଟା ଗୋଟେ ଏକ୍ସେପସନ ମନେ ରଖ ଦିସ୍ ଇଜ ଏନ୍ ଏକ୍ସେପସନ ଏଇଗୁଟା ହିଁ ପରୀକ୍ଷା ଜଣ ପକେଇବେ ହେଲା ହି ଇଜ ଦ ଟଲର ୟୁଜ ହେଲେ ବି ଯେହେତୁ ଟୁ ଅଛି ଦିଟା ଭିତରେ କୁହା ହଉଛି ତ ଏଠି ଦି ଲାଗିପାରିବ ଏଠି ଦି ଇଜ କରେକ୍ଟ ଏଇଟା କମ୍ପାରେଟିଭ ଡିଗ୍ରୀ ଥିଲେ ବି ଏଠି ଦି ଲାଗିପାରିବ ହେଲା ତେଣୁ ଗୋଟେ ଏକ୍ସେପସନ ମନେ ରଖ ପରୀକ୍ଷାରେ ସେଇ ଜିନିଷଟା ପକେଇବେ ପିଲା ଭାବିବେ ସେଟା ଟଲର ତ ୟୁଜ ହେଇଛି ଏଠି କଣ ଗୋଟେ ଦି ଲାଗିଲା ଏଟାକୁ କାଟ ଏଇଟା ନୁହେଁ ବୋଧେ କିନ୍ତୁ ଏଇଟା ପରଫେକ୍ଟ ଏଇଟା କରେକ୍ଟ ଅଛି ସେଣ୍ଟେନ୍ସଟା ଆଉ ଗୋଟେ ମୁଁ ତମକୁ କହୁଛି ଦେଖ ଦେଖ ସବୁବେଳେ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଠି ମନେ ରଖ ହେଲା ମୁଁ ସେଣ୍ଟେନ୍ସ ଲେଖିଲି ଦେଖ ସେଣ୍ଟେନ୍ସ ଏଇଭଳିଆ ଲେଖା ହେଇଛି I am not ମୁଁ ଏମିତି କହିବି I am not as clever as well as you are as well as you are এটা করেক্ট ଅଛି কিন্তু কোরা করেক্ট ଅଛି না নাই হুম ସାର୍ ଏଇଟା ୱେଲ୍ ଜାଗାରେ ଲାଇକ୍ ହବ ବୋଧେ as like as you are नो देखो जोड़ी कंपैरिजन सबले मन रख इफ ए कंपैरिजन इज थर्ड पर्सन रिपीट द वर्ब एटा मन रख नोट लेखो एठी इफ द कंपैरिजन एटी कंपेयर होछ ना आई एम as well as you कंपेयर होछ ना इफ द कंपैरिजन is third person with the third person माने is the third person माने कोन कि he they एवडा सब third person repeat the verb ହେଲା repeat the verb एटी कोन हबो एटी कोन अछि एटी अछि you टा कोन थर्ड पर्सन की अरे इउटा थर्ड पर्सन की इउटा सेकंड पर्सन तेणु एटी आर रहबनी आई एम नॉट as well as you बस खत्म ହେଲା मन कर एटी मु कहबी एटी मन कर मु कहबी आई एम नॉट as clever I am not as clever as they एठी दे हबनी कारण देखो देटा हला थर्ड पर्सन प्लूरल नंबर जे प्लूरल हो कि सिंगुलर हो थर्ड पर्सन ना थर्ड पर्सन माने वर्ब रिपीट हबो तेणु दे पई एठी आई पई आम बसी दे पई को बसिबो आर बसिबो तेणु दे आर करेक्ट दे आर लागिबो हैला एटा सब नोट टाइप पॉइंट मन रखिथिबो जदि हम थर्ड पर्सन सहित कंपेयर करछोंदी जे कोन थर्ड पर्सन सहित कंपेयर करछोंदी थर्ड पर्सन माने ही हैला इट हैला ही सी हैला दे हैला एटा सब थर्ड पर्सन ना थर्ड पर्सन सिंगुलर हो कि प्लूरल हो जदि कंपेयर होछि ताले एमती हबो ता सहित वर्ब टा रिपीट हबो कंपैरिजन रे बाकी सबठी खाली सब्जेक्ट रहइबो हैला एटा गोटे पॉइंट करथिला ସାର୍ कहबार हां कुह ସାର୍ ଆପଣ କହିଥିଲେ ସୁପରଲେଟିଭ ଡିଗ୍ରୀରେ ଦ ୟୁଜ ହବ ନା हां ଆଉ କମ୍ପାରେଟିଭରେ ଦ ୟୁଜ ହବନି ନା କିନ୍ତୁ ଏଟା ଏକ୍ସେପସନ कोडा जोड़ा ଆଚ୍ଛା मु हां जोड़ा मु लिखिली गोटे एक्सेप्शन देनथली लिखिଥିଲି जोड़ा बे ସେଟା ଏକ୍ସେପସନ
एक्सेप्शन ही इज द टलर ऑफ द टू टलरटा कंपैरेटिवली हेले भी एटी दी लागि परिबो कारण टू अछि हैला एटा गोटे एक्सेप्शन सेटा ही परीक्षा पकेबे से एक्सेप्शन मन रख आ गोटे कहूची आ गोटे इंपोर्टेंट କଥା थिला देखो आ सबले मन रख सबले हु आउ दैट हम सेंटेंस रे हु जो दैट बसे देखो हु आउ दैट हु टा सबले मन रख हु टार सबले गोटे एक्स्ट्रा इनफॉरमेशन दिया जाय जोठी गोटे एक्स्ट्रा इनफॉरमेशन दवा हम हु यूज करबा एटी एक्स्ट्रा इनफॉरमेशन हैला एटी एक्स्ट्रा इनफॉरमेशन बस गोटे कोथर पढि गोटे क्वेश्चन पाउनी बर्तमान दैट टा होची कोन ना दैट टा होची सबले एसेंशियल इनफॉरमेशन बा नीडेड इनफॉरमेशन जोटा एसेंशियल इनफॉरमेशन हमन कहबा राम who is a criminal is here ହେଲା is here এই কেস রে দেখো এটা করেক্ট আছে হুম এটি দেখো ইজ এ ক্রিমিনাল গোটে এসেনशियल ইনফরমেশন তেমনি হু লাগি পারিবনি এটি দ্যাট লাগিব রাম দ্যাট ইজ এ ক্রিমিনাল ইজ হিয়ার ହେଲା যদি কইবা এটি মনে করো রাম মানে কইবা লুকস গুড হু লুকস গুড এটি এটি হু যে কোনসি গোটে মনে করো কোন কইবা who has a sister who has an elder sister মনে করো elder sister is here ହେଲା এটি কোন elder sister কথা গলে ଗୋଟେ additional information এটা ଗୋଟେ extra information বা ଗୋଟେ essential information ହୁଏ ତ এই কেস রে কু লাগি পারিব আর যদি আমি ଗୋଟେ needed information বা essential information দଉଛନ୍ତି তাহলে সেই কেস রে that লগাইবা ହେଲା এইটা এই সেন্টেন্সটা মনে রাখিও এটা পড়িছি অলরেডি কোথ ଗୋଟେ পড়ি যাইছি ମୁଁ সেটা কেবে পাই পারুনি খুঁজি ଏଇଠି ଦେଖ ଆଉ ଗୋଟେ କ୍ୱେଶ୍ଚିନ୍ ଏଠି ପଡିଛି ଥରେ 2018 ରେ ପଡିଥିଲା ଏଇଟା ମୁଁ ଦେଖ 2018 ଗୋଟେ କ୍ୱେଶ୍ଚିନ୍ ପଡିଥିଲା ଦେଖ I have been here since 3 months ଏଠି କଣ ହବ କି I have been here since କଣ since 3 months सर फॉर हबो yes और हबो yes टाइम ସବୁବେଳେ ଦେଖ ସବୁବେଳେ ଗୋଟେ ଟାଇମ ଡ୍ୟୁରେସନ 3 ମନ୍ଥ ହେଲା ରହି ଆସୁଛି ମାନେ ଗୋଟେ ଟାଇମ ଡ୍ୟୁରେସନ ଚାଲିଛି ତାହେଲେ ଫର ଲାଗିବ ସିନ୍ସ ଟା ସବୁବେଳେ ଗୋଟେ କୋଉଠି ଲାଗିବ ନା ପଏଣ୍ଟ ଅଫ ଟାଇମ ରେ ପଏଣ୍ଟ ଅଫ ମନେକର ମାନେ ଜାନୁଆରୀ ମାସ ଟୁ ପଏଣ୍ଟ ରହି ଆସୁଛି ତ ସିନ୍ସ ଜାନୁଆରୀ ଅଫ ଦିସ୍ ମନ୍ଥ କି ଜାନୁଆରୀ ଅଫ ଦିସ୍ ଇୟର ଜାନୁଆରୀ 2021 କରିକି ରହି ଆସୁଛି ତ ଗୋଟେ ପଏଣ୍ଟ ଅଫ ଟାଇମ ଦେଲେ ସିନ୍ସ ବସେଇବା ହେଲା ପଏଣ୍ଟ ଅଫ ଟାଇମ ରେ ସିନ୍ସ ଲାଗିବ কিন্তু ଗୋଟେ ଡ୍ୟୁରେସନ ଯଦି ଆମକୁ ଦିଆ ହଉଛି 3 ମନ୍ଥସ ହେଲା ତ ଦ୍ୟାଟ୍ ଇଜ ଫର ଲାଗିବ ସେଠି ଏଠି ଫର ଏଟା 2018 ରେ ପଡିଛି ହେଲା ଏଇଟାର କ୍ୱେଶ୍ଚନ ମାନେ ପକଉଛନ୍ତି ଆଉ କଣ ପକେଇଥିଲେ ଦେଖ এই দেখো 2011 ଥରେ ପକେଇ 2006 ନା 11 ଏଟା 2006 ରେ ପଡିଥିଲା ଥରେ ଦେଖ बेले बेले बहुत इजी कंप्यूटर इज ए वंडरफुल इन्वेंशन एटा कोन हबो रे कंप्यूटर इज ए वंडरफुल इन्वेंशन एटा कोन हबो कंप्यूटर इज एन हला अच्छा एटी गोटे पड़िथिला ही इज क्लेवरेस्ट ऑफ ऑल एटा कोन हबो देखोलो पड़िथिला ही इज क्लेवरेस्ट ऑफ ऑल ही इज क्लेवरेस्ट he is cleverest of all एटी कोन होगरे देखो एटी क्लब दान कोन एटी कोन कोडी लागि जेटा क्लेवरेस्ट माने सुपरलेटिव डिग्री लागि छी क्लेवरेस्ट सुपरलेटिव डिग्री लागि छी ना नहीं एटी कोन दी बसिबो सुपरलेटिव माने दी बसिबो ही इज द क्लेवरेस्ट
ହି ଇଜ ଦ କ୍ଲେଭରେଷ୍ଟ ଅଫ୍ ଅଲ୍ ହେଲା। ଏଇଟା ଗୋଟେ କ୍ୱେଶ୍ଚନ ପକଉଛନ୍ତି ଆଉ କଣ। ଏଇଟା ଗୋଟେ ପଢିଥିଲେ ପ୍ରିପୋଜିସନ କେମିତି ପକଉଥିଲେ ଦେଖ। ଦେୟାର ଆର୍ 10 ଶିପ୍ସ ଇନ୍ ଦ ଫିଲ୍ଡ, ଏଠି କଣ ହବ? ଦେୟାର ଆର୍ 2006 ଏଟା ପକେଇଥିଲେ। ଦେୟାର ଆର୍ 10 ଶିପ୍ସ 10 ଶିପ୍ସ SHEEPS ହେଲା 10 ଶିପ୍ସ ଇନ୍ ଦ ଫିଲ୍ଡ ଏଠି କଣ ହବ? ଇନ୍ ଦ ଫିଲ୍ଡ କଣ ହବ କି ଏଠି କଣ? ଏଇ ଇନଟା ହବ କି? ଏଠି କଣ ହେଇଯିବ? ଅନ୍ ଦ ଫିଲ୍ଡ ହେଲା। ସବୁବେଳେ ମନେ ରଖ ଅନ୍ ଟା ସେତେବେଳେ ଲାଗିବ ଯୋଉଠି ଫିଜିକାଲ କଣ୍ଟାକ୍ଟ ଅଛି। ମୁଁ କହୁଛି ଅନ୍ ଟା ସବୁବେଳେ ସେତିକି ବେଳେ ୟୁଜ କରିବ ଯୋଉଠି ଫିଜିକାଲ କଣ୍ଟାକ୍ଟ ହଉଛି। ମନେକର ଆଉ ଥରେ ଗୋଟେ କ୍ୱେଶ୍ଚନ ପକେଇଥିଲେ ସେମାନେ, ଦେଖ ତ ଗୋଟେ କ୍ୱେଶ୍ଚନ ପଡିଥିଲା ମିଳୁନି ଏବେ। ଗୋଟେ କ୍ୱେଶ୍ଚନ ଥରେ ପଡିଥିଲା ୟୁ ମନେକର ଏଟା କଣ ହବ କି ମତେ କହିଲ? ମନେକର ମୁଁ କହିବି you hang a picture, you hung you hung a picture on the wall, ଏଠି କଣ ହବ? on the wall ଏଠି କଣ ହବ କି? ଏଠି କଣ ହବ? କରେକ୍ଟ କଣ ହବ ଏଠି? you hung a picture on the wall ଏଠି କଣ ହବ? ସବୁବେଳେ ମନେ ରଖ ଅନ୍ ଟା ସେତେବେଳେ ୟୁଜ ହବ ଯେତେବେଳେ ଫିଜିକାଲ କଣ୍ଟାକ୍ଟ ହେଇଛି। ଯଦି ଆମେ ଗୋଟେ ପୋଷ୍ଟରଟେ ଖାତାରେ ମାନେ କାନ୍ଥରେ ଛପେଇ ଦଉଛନ୍ତି ଆମେ କହିବା ଦ ପୋଷ୍ଟର କି ଯାହା ଗୋଟେ କଣ ଅନ୍ ଦ ୱାଲ୍। କିନ୍ତୁ ଯଦି ହ୍ୟାଙ୍ଗ ହେଇଛି ଫିଜିକାଲ କଣ୍ଟାକ୍ଟ ନାହିଁ, ଗୋଟେ ଜଷ୍ଟ ଗୋଟେ ମାନେ କଣ ଗୋଟେ ମାନେ ଗୋଟେ କୌଣସି ଗୋଟେ ଇଏରେ ଲଟକେଇଛନ୍ତି ଝୁଲେଇଛନ୍ତି ତ ଫିଜିକାଲ କଣ୍ଟାକ୍ଟ ହେଇନି ଯଦି ସେଠି ହବ ଉଭର ହେଲା। ଏଟା ମନେ ରଖ। ଏଇଠି ହବ କଣ? ଏଇଠି ହବ ଉଭର ଦ ୱାଲ୍। ଏଇଟା ଚେଞ୍ଜ ହେଇକି ଉଭର ଦ ୱାଲ୍ ହେଇଯିବ। ଫିଜିକାଲ କଣ୍ଟାକ୍ଟ ନ ହେଇଥିଲେ ଉଭର ଲାଗିବ, ଆଉ ଯଦି ଫିଜିକାଲ କଣ୍ଟାକ୍ଟ ହେଇଛି ତାହେଲେ ଅନ୍ ଲାଗିବ। ବୁଝିହେଲା? ଏଇଟା ବି ବହୁତ ବର୍ଷ ଗୋଟେ ପଢିଛି, ମୁଁ ଖୋଜିକି ମିଳୁନି ଏବେ ମତେ। ଏଠି ହଉଛି ଆଇ ହାଭ୍ ଡନ୍ ଏ ମିଷ୍ଟେକ୍। ଏଇ କ୍ୱେଶ୍ଚନ ପଡିଥିଲା 2000 କେତେରେ ପଡିଛି? 2016 ନା କଣ ପଡିଛି ଏଟା? 2015 ପଡିଛି। ଆଇ ହାଭ୍ ଡନ୍ ଏ ମିଷ୍ଟେକ୍। ଆଇ ହାଭ୍ ଡନ୍ ହବନି, ମିଷ୍ଟେକ୍ ଅଛି ମାନେ କମିଟେଡ୍ ଲାଗିବ ସବୁବେଳେ। କମିଟ। ହଁ, ଏଠି ଅଛି ଆଇ ହାଭ୍ ଡନ୍ ଏ ମିଷ୍ଟେକ୍। I have done a mistake। ଏଠି ଡନ୍ ଲାଗିବନି ହେଲା। ଏଠି କଣ ହବ? ଏଇଟା ହବ କମିଟେଡ୍। have committed a mistake। ଏଇଠି ଅଛି, ଏଇଥିରେ ପଡିଛି he hanged the picture on the wall ହେଲା। ଏଇ 2015 ପଡିଥିଲା। ପଡିଛି tell me how are you, ଏଠି କଣ ହବ? tell me how are you ଏଠି କଣ ହବ? 2015 ପଡିଥିଲା tell me how are you ଏଠି କଣ ହବ କିରେ? how are you ଏଠି କଣ ହବ? ହୁଁ, ଏଠି how are you କଣ ହବ? ଏଇଟା ଗୋଟେ ସେଣ୍ଟେନ୍ସ ଅଛି ନା, how you are। କୋଶ୍ଚିନ୍। क्वेश्चन दिया है ना, क्वेश्चन नहीं तेणु tell me ହଁ ସେଥିପାଇଁ ହାଇ how ଗଲା। how you are, how you are ହେଲା। ଫୁଲ ଷ୍ଟପ୍। ହାଉ ୟୁ ଆର୍ ହେଇପାରିବନି। ଆଉ ଯଦି ହାଉ ୟୁ ଆର୍ ହବ ତ ଟେଲ୍ ମି କମା ଏଇଟା ଉଦ୍ଧୃତ ଚିହ୍ନ ଭିତରେ ଏମିତି ଦେଇକି ଦିଆହବ ହେଲା। ହାଉ ଆର୍ ୟୁ ଏମିତି ଏମିତି ଦେଇଥାନ୍ତା, ଏମିତି ଆମର ନାହିଁ ନା, ତେଣୁ ଟେଲ୍ ମି ହାଉ ୟୁ ଆର୍ ଏଇଟା କରେକ୍ଟ।
କଣ କଣ ସବୁ ପଢିଛି ଟିକେ ଦେଖିବ ହେଲା। ଆଉ ଏସେନ୍ସିଆଲ ଇନଫର୍ମେସନ ମତେ କହିବାର ଥିଲା ଆହୁରି ବହୁତ କିଛି ରୁହ। ଦେଖ ଇଟ୍ ଇଜ ହାଇ ଟାଇମ୍ ଯଦି ୟୁଜ ହେଇଥିବ, ଦେଖ ଆଉ ଗୋଟେ ଫ୍ରେଜ ଲେଖ, ଯଦି ଇଟ୍ ଇଜ ହାଇ ଟାଇମ୍ ୟୁଜ ହେଇଥିବ ସେବେଳେ ପାଷ୍ଟ ଫର୍ମ ଲାଗିବ, ଭି ଟୁ ଲାଗିବ ହେଲା। ଇଟ୍ ଇଜ ହାଇ ଟାଇମ୍, ଇଟ୍ସ ହାଇ ଟାଇମ୍, এইଭଳିଆ ଯଦି ଫ୍ରେଜ ୟୁଜ ହେଇଛି ବାଇ ଦ ଟାଇମ୍ ଆମେ ଲେଖୁଥିଲେ ଇଟ୍ ଇଜ ଦ ହାଇ ଟାଇମ୍ କି ଇଟ୍ସ ଟାଇମ୍, ଇଟ୍ସ ହାଇ ଟାଇମ୍ ବା ଇଟ୍ସ ଟାଇମ୍, ଏଗୁଡ଼ା ଯଦି ଇଟ୍ସ ଟାଇମ୍ ମନେକର, ଇଟ୍ସ ଟାଇମ୍ ଯଦି ଏଗୁଡ଼ାକ ୟୁଜ ହେଇଛି ସବୁବେଳେ କଣ ଲାଗିବ କି? ସବୁବେଳେ ମନେ ରଖ ଭି ଟୁ ଲାଗିବ ହେଲା। ଏଇଟା ଲେଖ ପୁଣି ଗୋଟେ ଅଛି ତାର କେମିତି ଦେଖ, ଏଇଟା ଯଦି ଲାଗିଯିବ କେତେବେଳେ ହବ ନା ପାଷ୍ଟ ଫର୍ମ ଅଫ ଦ ଭର୍ବ, ଦେଖ ପାଷ୍ଟ ଫର୍ମ ଅଫ ଦ ଭର୍ବ, ପାଷ୍ଟ ଫର୍ମ ଅଫ ଦ ଭର୍ବ, ପାଷ୍ଟ ଫର୍ମ ଅଫ ଦ ଭର୍ବ, এটা ସବୁବେଳେ ପାଷ୍ଟ ଫର୍ମ ଇଫ୍ ଇଟ୍ ଇଜ ଏ କ୍ଲାସ୍, ଇଫ୍ କଣ, ଇଫ୍ ଇଟ୍ ଇଜ ଏ କ୍ଲାସ୍, ମନେ ରଖ ଏଇଟା ଇମ୍ପୋର୍ଟାଣ୍ଟ, ଇଟ୍ସ ଏ କ୍ଲାସ୍। କ୍ଲାସ୍ କଣ, କ୍ଲାସ୍ କଣ କିରେ, ଯଦି ସବଜେକ୍ଟ ଭର୍ବ ଥିବ, ସବଜେକ୍ଟ ପ୍ଲସ୍ ଭର୍ବ ଆମେ କ୍ଲାସ୍ କହିବା, ସବଜେକ୍ଟ ଯଦି ଭର୍ବ ଯଦି ଥିବ ଦିସ୍ ଇଜ କ୍ଲାସ୍, এটা ଆମେ ତାକୁ କ୍ଲାସ୍ କହିବା ହେଲା। ଯଦି ଏମିତି ନଥିବ ତାହେଲେ କ୍ଲାସ୍ ନୁହେଁ। ତ ମନେ ଗୋଟେ ଏକ୍ସାମ୍ପଲ ଦେବି, ମନେକର ଦେଖ, ମନେକର ମୁଁ କହିବି ଇଟ୍ସ ଟାଇମ୍ ଟୁ ଗो ଦେୟାର, ଇଟ୍ସ ଟାଇମ୍, ଇଟ୍ସ ଟାଇମ୍ ଟୁ ଗୋ ଦେୟାର, ଟୁ ଗୋ ଦେୟାର ହେଲା। ଇଟ୍ସ ଟାଇମ୍ ଟୁ ଗୋ ଦେୟାର, ତମେ ଏଟା କରେକ୍ଟ ଅଛି, এটা করেক্ট ଅଛି ନା, କାରଣ ଏଠି କିଛି କ୍ଲାସ୍ ନାହିଁ, ସବଜେକ୍ଟ ପ୍ଲସ୍ ଭର୍ବ ଆରେଞ୍ଜମେଣ୍ଟ କିଛି ଅଛି କି ଇଟ୍ସ ଟାଇମ୍ ପରେ, ତ କ୍ଲାସ୍ ନାହିଁ, ତ ଟୁ ପ୍ଲସ୍ ଏଇଟା ଏଇ ସେଣ୍ଟେନ୍ସଟା କରେକ୍ଟ ଅଛି। କିନ୍ତୁ ଯଦି ଆମେ କହିବା, ଯଦି ମନେକର କହିବି ଇଟ୍ସ ହାଇ ଟାଇମ୍, ଇଟ୍ସ ହାଇ ଟାଇମ୍, ଇଟ୍ସ ହାଇ ଟାଇମ୍, ଇଟ୍ସ ଟାଇମ୍ ହଉ କି ଇଟ୍ସ ହାଇ ଟାଇମ୍ ଯାହା ବି, ଇଟ୍ସ ହାଇ ଟାଇମ୍ ହେଲା, ଇଟ୍ସ ହାଇ ଟାଇମ୍ ୟୁ ମେଡ୍ ଅଫ୍ ୟୁର ମାଇଣ୍ଡ, you made up your mind ହେଲା, you made up your mind। ତ ଏଠି କଣ ହବ, ଦେଖ ଏଠି ଏଠି ଇଟ୍ସ ହାଇ ଟାଇମ୍ ଲାଗିଛି, କିନ୍ତୁ ଏଟା ଗୋଟେ କ୍ଲାସ୍, କାରଣ ସବଜେକ୍ଟ ଅଛି ଭର୍ବ ଅଛି, ତେଣୁ କ୍ଲାସ୍ ହେଲା ଗୋଟେ। ଯଦି ସବଜେକ୍ଟ ଆଉ ଭର୍ବ ଥିବ କ୍ଲାସ୍ କହିବା, ତେଣୁ ସବଜେକ୍ଟ ୟୁ ମେଡ୍, ତେଣୁ ୟୁ ମେଡ୍, ଏଠି ଏଠି ଭି ଟୁ ଲାଗିଲା ହେଲା, ପାଷ୍ଟ ହେଲା, ମାନେ ଭି ଟୁ ମାନେ ପାଷ୍ଟ ହେଲା ଏଠି, ତେଣୁ ପାଷ୍ଟ ହବ, କାରଣ ଏଠି ହାଇ ଟାଇମ୍ ୟୁଜ ହେଇଛି। ଏଠି ୟୁ ମେକ୍ ହେଇପାରିବନି କି ୟୁ ୱିଲ୍ ମେକ୍ ହେଇପାରିବନି, ସବୁବେଳେ ୟୁ ମେଡ୍ ହେଲା। ସବୁବେଳେ ଇଟ୍ସ ଟାଇମ୍ ହଉ, ଯଦି ଇଟ୍ସ ହାଇ ଟାଇମ୍ ହଉ, ଯଦି ଗୋଟେ କ୍ଲାସ୍ ୟୁଜ ହେଇଛି ତାପରେ କୌଣସି ସେଣ୍ଟେନ୍ସ ଏଇ ଟାଇପର ଲେଖା ହେଇଛି, ସବଜେକ୍ଟ ଭର୍ବ ଆରେଞ୍ଜମେଣ୍ଟ ଅଛି, ତାହେଲେ ସେଠି କଣ ହବ, ଭି ଟୁ ଲାଗିବ ହେଲା। ଆଉ କଣ କଣ ଅଛି ଦେଖିବା। ଆରେ 10ଟା ହେଇଯିବ, ଗୋଟେ କଣ ଥିଲା, ଗୋଟେ ଥିଲା ଗୋଟେ, ସବୁବେଳେ ମନେ ରଖ ଆଡେପ୍ଟ ପରେ ଇନ୍ ବସିବ ପ୍ରିପୋଜିସନ ହେଲା। ଆଡେପ୍ଟ ଇନ୍, ଯଦି ଆଡେପ୍ଟ ଲାଗିଛି, ଆଡେପ୍ଟ ଏଡିପିଟି, ଆଡେପ୍ଟ ଇନ୍ ଲାଗିବ ସବୁବେଳେ, ମନେ ରଖ ଆଡେପ୍ଟ ଇନ୍। ଥିଲା ରେ କଣ କରିବା। ଏତିକି ସରିଲା। ଆଉ ଇଫ୍ କ୍ଲଜର କାହାର ପ୍ରୋବ୍ଲେମ ଅଛି କି? ଇଫ୍ କ୍ଲଜର, ଇଫ୍ କ୍ଲଜରୁ ଯାହା ହେଲେ ବି କ୍ୱେଶ୍ଚିନ୍ ଆସିବ। ଇଫ୍ କ୍ଲଜରୁ ଯେମିତି ହେଲେ ପ୍ରତିବର୍ଷ କ୍ୱେଶ୍ଚିନ୍ ଆସୁଛି, ବେଳେ ବେଳେ ଇଫ୍ କ୍ଲଜରୁ 5ଟା କ୍ୱେଶ୍ଚିନ୍ ପଳେଇ ଆସୁଛି, 1ରୁ 5ଟା କ୍ୱେଶ୍ଚିନ୍ ଇଫ୍ କ୍ଲଜରୁ ପକଉଛନ୍ତି। ତେଣୁ ଇଫ୍ କ୍ଲଜରେ ମତେ ଲାଗୁଛି କାହାକୁ ପ୍ରୋବ୍ଲେମ ହବନି। ମୁଁ ଆଉ ଟିକେ ଜଷ୍ଟ ଖାଲି ଥରେ କହିଦଉଛି କଣ କଣ ହବ।
देखो इफ क्लॉज जदि क्वेश्चन आसिला इफ क्लॉज गोटे ହେଲା टाइप 1 जोड़ा को कहूँ जीरो कंडीशन जीरो कंडीशन रे कौन हबो ना सिंपल प्रेजेंट हैला इफ पर जोड़ा थिबो एटा हला कंडीशनल क्लॉज टा बा सबऑर्डिनेट क्लॉज टा इफ प्लस सिंपल प्रेजेंट तापर भी सिंपल प्रेजेंट हैला सिंपल प्रेजेंट केमिति इफ यू हीट आइस इट मेल्ट्स सॉरी इट मेल्ट्स एटा भी सिंपल प्रेजेंट एटा भी सिंपल प्रेजेंट हैला तेणु दुईटा सिंपल प्रेजेंट रहइबो एइथरे कोन कोन आसीबो ना जोरा साइंटिफिक ट्रुथ हैला साइंटिफिक ट्रुथ किंबा साइंटिफिक ट्रुथ हैला कि जोटा नेचुरल ट्रुथ माने जहाँ भी एनीथिंग जोटा ट्रुथ चिरंतन जोटा सत्य कथा जोटा सेटा सब टाइप 1 रे आसीबो आ सबडा दुईटा कोन रहइबो ना सिंपल प्रेजेंट रे रहइबो एटा को जीरो कंडीशन और टाइप 1 हैला जदि हमें जीवा माने करो जदि हमर से टाइप 2 माने कर देखिबा टाइप 2 टाइप 2 टा हला कोन ना ओपन कंडीशन टाइप 2 टा हला ओपन कंडीशन रे कोन हबो ना एठी इफ रहइबो इफ प्लस सिंपल प्रेजेंट हैला सिंपल प्रेजेंट इफ को लागि जोटा सिंपल प्रेजेंट रहबो तापरटा सिंपल पास्ट रहबो सिंपल फ्यूचर फॉर एग्जांपल केमिति इफ आई go to if I go to BBSR I will purchase this book हैला I will purchase this book देखो एठी हला कोन सिंपल प्रेजेंट एठला सिंपल फ्यूचर एठा हला ओपन कंडीशंस खोला खोली त म जीबी आनिबी आ कोन अछि हैला एला टाइप 2 तापर हम देखिया टाइप 3 टाइप 3 हैला कोन ना अनरियल कंडीशन जोटा कोन केबे सत हबनी माने एटा आगु कुहा होची किन सत हबनी यार कोन फॉर्मूला कोन इफ पर कोन रहइबो ना इफ पर रहइबो सिंपल पास्ट हैला इफ सिंपल पास्ट तापर कोन हबो एठी ना सब्जेक्ट प्लस कोन हबो एठी लागिबो कोन ना शुड कुड जहाँ भी अछि सब एटा लागिबो प्लस कोन v1 लागिबो v1 मींस प्रेजेंट ऑफ द वर्ब फॉर एग्जांपल केमिति इफ I worked hard I would pass the exam माने करो पास द एग्जाम ता माने मु जदी कठिन परिश्रम करंती परीक्षा पास करि जांती माने ए पर्यंत परीक्षा हेइनी एटलीस्ट एटा उठी बोल से सुनो माने ए पर्यंत परीक्षा हेइनी ता माने से माने कहउछन जदी परीक्षा होवंता माने जदी मु करंती ताले परीक्षा पास करि जांती जदी मु कठिन परिश्रम करंती करि जांती ता माने से केबे करिवनी कि केबे पास करिवनी अलगा कथा किंतु ए पर्यंत परीक्षा हेइनी ता माने एक्शन टा ए पर्यंत टेक प्लेस हेइनी एक्शन घटिनी ए पर्यंत अनरियल कंडीशन काहे कुआ होची ना एगुडा अबांतर जुक्ति बा मनरे भाबुची जदी मु करंती ता पास करि जांती बुझियो ना नहीं जदी मु माने कोन जदी मु माने कर बॉलीवुड रे हीरो हिथांती तो माने कर कैटरीना कैफ को मैरिज कर जांती एई टाइप रे जो जिंसटा माने केबे कोन जिंस संभव हबनी कि भाबुछन जेडो भाबीबाटा माने अनरियल कंडीशन सेटा ता माने एक्शन ए पर्यंत हेइनी माने कर सेटा को हमें कहबा सेकंड रे माने कर मु कहबी माने कर आ गुटे हमें नबा थर्ड टाइप टा नबा माने कर फोर्थ टाइप टा टाइप 4 हला कोन देखो टाइप 4 हला
टाइप 4 है अनफुलफिल्ड कंडीशन अनफुलफिल्ड कंडीशन अनफुलफिल्ड कंडीशन एठी कोन ହେଇଛି ନା ଏଠି कोन ଏଠି ଆକ୍ସନ ଅଲରେडी ହେଇ ଗଲାଣି ତାନେ ଏଠି कोन ସାର कोन ଅଛି if ପରେ if ପ୍ଲସ कोन हबो ना एठी रहइबो हमर एठी रहइबो कोन पास्ट परफेक्ट एठी तापर कोन रहइबो ना सब्जेक्ट प्लस शुड वुड वुड जहाँ भी अच्छी सब माने मॉडल रो पास्ट फॉर्म गुड़ाक प्लस हाव प्लस बी हाव प्लस कौन प्लस कौन v3 है हाव लगी प्लस v3 फॉर एग्जांपल केमी दिया देखो इफ आई हैड वर्कड हार्ड तामाने कोन एठी जदी मु करि थांती आई वुड हैव passed v3 माने पास्ट पार्टिसिपल फॉर्म लागिबो हला passed द एग्जाम एठी कोन हला देखो इफ आई हैड वर्कड हार्ड माने एठी कोन लागिला पास्ट परफेक्ट लागिला एठी कोन लागिला वुड प्लस हैव प्लस v3 माने वर्ब रो पास्ट पार्टिसिपल फॉर्म आई वुड हैव passed द एग्जाम ता माने एठी ऑलरेडी एग्जाम हेई सारलानी से कहूची जे मु जदी कठिन परिश्रम करि थांती ताले पास करि थांती ता माने एग्जाम ऑलरेडी हेई गला ये करिनी कि पास करिनी अनफुलफिल कंडीशन एटा आउ केबे भी संभव हबन हैला सेति माने अनफुलफिल कंडीशन को जाय तो एही प्रकार चारिटा कंडीशन इफ क्लॉज रे अछि बेले बेले कोन होउची ना पांचटा खंड क्वेश्चन डायरेक्ट इफ क्लॉज रे पके दोछन बुझियो ना आउ बेले बेले गोटे क्वेश्चन गोटे क्वेश्चन भी पकेबे मे बी करेक्ट एरर रे एही किसी गोटे एरर करके पकेथि जोटा हम करेक्ट हे पड़िबो आउ जोटा सब बेले पड़े कोन माने आउ जोटा गोटे अछि इफ आई वर ए किंग टाइप 2 रे माने कर टाइप 3 रे एटा सॉरी टाइप 3 रे माने कर एठी माने इफ आई वर ए किंग एठी इफ आई वर ए किंग आई वुड make you my minister हला ए केस रे देखो एठी काई आई पर वेयर काई केस ना एटा गोटे अनरियल जिंसडा सेति पे बसी पारिबो एटा गोटे टिपिकल जिंस जोडा ना केबे मु किंग हेबी ना मु काहू मिनिस्टर करबी एई टाइप रो जिंसडा भाबिबाटा को गोटे अवांतर जिंस भाबिबा को एबडा को जाय इफ आई वर ए किंग एई फॉर्मटा बेले बेले यूज होछ परीक्षा रे आसुजी बहुत समय इफ आई वर ए किंग तेनु एई टाइप रो जिंस बिटी मन रखिथा तेणु कहवा कथा देखो तो टाइम ही गलानी आर बहुत जिंस रही जाउछ किछ किछ मु तो मेन जिंस किछ कहया ट्राई करिछि तथापि सब क्वेश्चन लगा प्रीवियस रो क्वेश्चन सॉल्व करे ट्राई कर हला तापरे से माने ई भलिया 10 टा खन क्वेश्चन करेक्ट दर रो पकेबे आ करेक्ट दर रो करिया पय हम ग्रामेटिकल बेसिक ग्रामर जिंस हम जानिथिले और मिनिमम 5 6 टा खन क्वेश्चन निहाती करेक्ट हबो हला आ जो वन रो सब्स्टिट्यूशन अछि जहा तो प्रीवियस रो पढि तो 3 4 टा खन निहाती रिपीट हबो ता सहित नुवा भी किछ पडिबो आ नुवा गुडा पय तमे जति जति किछ अलगा कोनसी बुक रो माने जिंसडा देखुछ तो ठीक अछि हला अलगा किसी किसी बही अछि सेतर किसी देखियो को मिलुछि से जिंस ओडा किसी किसी नॉर्मल जिंस देखियो को मिलुछि वन रो सब्स्टिट्यूशन हला कि जे फ्रेजेस हला फ्रेजल वर्ब हला आ फ्रेजल वर्ब मो मतरे 20 टा खन कि 20 25 टा खन फ्रेजल वर्ब मन रखि जाओ जेमिति क्वारेल रो फॉल आउट कैंसल रो कॉल आउट तो जनरल समस्त जानछन माने कर बिगिन रो सेट इन कि माने कर कोन माने कर आ माने कर कोन माने कर तो कहबा टॉलरेट रो कोन कि रे पुट अप विथ तब तापर माने कर कहबा कोन एक्सटिंग्विश ब्लो आउट ए टाइप रो किसी किसी जिंस मन रखो जोडा माने किछरा सब तो दुनिया जाक मन रखिबोनी किछि किछि सिलेक्टिव जिंस मन रखे ट्राई करबा ता भीतर जे आसला हला आ किछरा फ्रेजेस जोडा तो न जानते भूल हो एटा करबा किछ करि होबनी तो किछरा फ्रेज जोडा ऑलरेडी पास्ट ईयर रे जोडा पड़ी जाई से फ्रेज सब मन रखि जाओ तेर गोडे यदि गोडे रिपीट हे गला आ नहले नुवा फ्रेज यदि किछरा मन रहले रहला हला तो एई टाइप रो हमको 65 मार्क खन जो ग्रामर पड़िबो 80 मार्क खन ग्रामर पड़िबो सेतु 60 कोन करे माने 20 टा खन जाओ 20 भूल हो हला 80 मार्क को 20 भूल 60 करेक्ट हे जाउछि भी हे जिवो एपटू 60 होला माने सेपटू सब मिसी आउ 60 आसी जिवो माने एसे रहलानी पैसेज रहलानी तापरे माने कोन ये हमरो
ପ୍ୟାସେଜ ରହିଲାଣି, ତାପରେ ପୁଣି ଟ୍ରାନ୍ସଲେସନ ରହିଲାଣି, ଆଇଡିଆ ଏକ୍ସପାନସନ ରହିଲାଣି, ପୁଣି ଆହୁରି ପ୍ରେସି ରହିଲାଣି, ସେ ସବୁ ମିଶେଇକି ସେ 60 ପଳେଇ ଆସିବ ସେପଟୁ। ତେଣୁ ଏଇ 60 ଆରାମରେ ହେଇଯିବ। ତେଣୁ ମେନ୍ ହେଲା ଆମର ଗ୍ରାମାର 60 ଖଣ୍ଡେ ଆସିଲେ ବେଟର। ଆଉ ଯଦି ଏଠୁ ମନେକର 60 ଆସି 50 ଆସିଲା, ତାହେଲେ ସେଠୁ ଆଉ ଟିକେ ଅଧିକ ମାର୍କ ଆସିବା କଥା ସେପଟୁ। ଆଉ ଯଦି 50 କି 40 ହେଇଗଲା ତ ରିସ୍କ ଜୋନକୁ ପଳେଇ ଆସିଲେ। ଆଉ 40 ରୁ ଯଦି ମନେକର 30 ହେଇଗଲା, 35 40 ଏଇଭଳିଆ ଆସିଲା ତ ରିସ୍କ ଜୋନକୁ ପଳେଇ ଆସିଯିବ ହେଲା। କାରଣ ସେପଟୁ ଆମେ କେତେ ମାର୍କ ଟାଣି ପାରିବା କି? ଏସରେ ତ କେତେ 100 ରୁ ମେ 30 ଖଣ୍ଡେ ଦେବେ, 30 35 ଖଣ୍ଡେ ଦେବେ, ବେଶୀ ଦେବେନି ଆଉ। କାରଣ ସେଟା ଆମେ ତରତର ହେଇକି ଲେଖିବା, ସେଟା ତ ଆଉ ଏତେ ଟାଇମ ନାହିଁ। ସେଟା ପରୀକ୍ଷା ଲେଖା ହେଇଥିବ, ଲାଷ୍ଟ ମୋମେଣ୍ଟରେ ଯୋଉ ଅଧଘଣ୍ଟା ଖଣ୍ଡେ ବଳିବ ସେତିକି ଏସେ ଲେଖା ହବ। ଅଧଘଣ୍ଟା କି 40 ମିନିଟ୍ ଯାହା ବଳିଥିବ ସେଥିରେ ଏସେ ଲେଖା ହବ। ଆଉ ସେଥିରେ ତରତର ହେଇକି 7-8 ପେଜ କି 9 ପେଜ ଖଣ୍ଡେ ଲେଖିଥିବା, ଯେତିକି ସେତିକି ଲେଖିପାରିବା ନା। ତେଣୁ ସେଇଟା ଗୋଟେ ସେଇଟା ହେଲା। ତେଣୁ ଆମକୁ ଟିକେ ଗ୍ରାମାର ବେଶୀ ହେଇଗଲେ ତ ମତେ ଲାଗୁଛି ବହୁତ ଇଜି ଗ୍ରାମାର ପଡୁଛି, କିଛି ପ୍ରୋବ୍ଲେମ ନାହିଁ। ଯୋଉଗୁଡ଼ା ସ୍କୁଲ ଲେବୁଲ ଯୋଉଟା ଜାଣିଛନ୍ତି ସେଗୁଡ଼ା ପଡିବ। ଆଉ କିଛି କିଛି ନୂଆ ନୂଆ ଜିନିଷ କିଛି କିଛି ଜାଣିଲେ ଯଦି ଆଉ ଏକ୍ସଟ୍ରା 5-6 ମାର୍କ କି 10 ମାର୍କ ଏକ୍ସଟ୍ରା ଆଉ କରେକ୍ଟ ହେଇଗଲା, ଆମର ବର୍ତ୍ତମାନ ଯେତିକି ଲେବୁଲ ଅଛି ସେତିକି, ତା ସହିତ ପରିଶ୍ରମ କରିକି ଟିକେ ଅଲଗା ଅଲଗା ଜାଣିଗଲା ପରେ ଆଉ 10 ମାର୍କ କି 12 ମାର୍କ ଏକ୍ସଟ୍ରା ପଳେଇ ଆସୁଛି, ଆଉ ପରଫେକ୍ଟ ହେଇଗଲା କଣ, ଆଉ ଡର ରହିବନି। ଆଉ କଣ ହେଇଗଲା, ଆର 100 120 130 ମାର୍କ ତ ରହିବ ନା, 30 130 135 ରହିଗଲେ ହେଇଗଲା କଣ ଅଛି। ତେଣୁ ଏଇ ଟାଇପର ଦେଖ ଇଫ୍ କ୍ଲଜ ଟିକେ ଦେଖିକି ଯିବ, ନାରେସନ ଚେଞ୍ଜ ଆଉ ଭଏସ ଚେଞ୍ଜ, ତାପରେ ଏଇ ଯୋଉ କିଛିଟା ଟିପିକାଲ ୟୁସେଜ ସବୁ ଅଛି, କଣ କଣ କୋଉଠି କଣ। ଆଉ ଗୋଟେ ମୁଁ କୋଶ୍ଚିନ୍ କଣ ଗୋଟେ କହୁଥିଲି, ଆମର ସବୁ ଗ୍ରାମାର ଯୋଉ ଡିସ୍କସନ ହେଇଥିଲା, ଗୁଡାଏ ଜିନିଷ ଡିସ୍କସନ ହେଇଯାଇଛି ହେଲା। ଆଉ ତ ବି କିଛିଟା ଇମ୍ପୋର୍ଟାଣ୍ଟ କରିବାକୁ ଟ୍ରାଇ କରୁଛି, କିନ୍ତୁ ଗୁଡାଏ ଜିନିଷ ହେଇଯାଇଛି ନା, ଦେଖିଦବ ଟିକେ। ଦେଖ ତମେ ଜାଣିଥିବ ଦି ନମ୍ବର ଅଫ ଯଦି ୟୁଜ ହେଇଛି ତାହେଲେ ସିଙ୍ଗୁଲାର ଫର୍ମ ନବ। ଦି ନମ୍ବର ଅଫ ମାନେ ଯଦି ୟୁଜ ହେଇଛି, ଦି ନମ୍ବର ଅଫ ଏମିତି ହେଇକି ୟୁଜ ହେଇଛି, କିନ୍ତୁ ଏ ନମ୍ବର ହେଲା ମାନେ ପ୍ଲୁରାଲ ନବ। ଏ ନମ୍ବର ଯଦି ୟୁଜ ହେଇଛି, ଗ୍ରେଟ୍ ଏ ନମ୍ବର ଅଫ apples, କି ନମ୍ବର ଅଫ ବ୍ଲକସ। କିନ୍ତୁ ଦି ନମ୍ବର ଅଫ ଯଦି ଦି ନମ୍ବର ଅଫ ବ୍ଲକ, ତ ଦି ନମ୍ବର ପରେ ଯୋଉଟା ୟୁଜ ହବ ସିଙ୍ଗୁଲାର ନବ ହେଲା, ସିଙ୍ଗୁଲାର ଭର୍ବ ଫର୍ମ ନବ। ଆଉ ଯଦି ଏ ନମ୍ବର ଅଫ ୟୁଜ ହେଇଛି ତ ପ୍ଲୁରାଲ ଭର୍ବ ଫର୍ମ ନବ, ଏଟା ମନେ ରଖିଥା। କ୍ୟାଟଲ ଯଦି ୟୁଜ ହେଇଛି ପ୍ଲୁରାଲ ନବ, କ୍ୟାଟଲ ତ ପ୍ଲୁରାଲ। ପୋଲିସ ଇଜ ପ୍ଲୁରାଲ, ପୋଲିସି ହାଜ ନୁହଁ, ପୋଲିସି ହାଭ କମ। 16 ପୋଲିସି ହାଭ କମ, ପୋଲିସି ଇଜ ପ୍ଲୁରାଲ ହେଲା। ଆଉ ସବୁ ତ କହିଲି ସବୁ, ଆଉ ଟିକେ ଟିକେ ଅଛି। ଏମିତି ଟିକେ ଟିକେ ଦେଖ, ଆଉ କିଛି ଗ୍ରାମାର କ୍ଲାସ ଆମର ଅଲରେଡି ହେଇଯାଇଛି ସେଗୁଡ଼ା ଦେଖ, ତା ସହିତ ସିନୋନିମ ଆଣ୍ଟୋନିମ କିଛି ଦେଖିବାକୁ ପଡିବ। ଦେଖ ଯେତିକି ପ୍ରିଭିୟସ ରେ ବର୍ତ୍ତମାନ ପଢିଛି ସବୁ ତିକ ଦେଖିଦିଅ। ପ୍ରିଭିୟସ ରେ ଟିକେ ଟିକେ ଟାଇମ ବାହାର କରିକି ମନରେ, କାରଣ 20 ତାରିଖ ଯେତେବେଳେ ତ ମାନେ ଆର ମାସ ଏତେ ଦିନ ସରିଯିବଣି, ଇଂଲିଶ ଗୁଡା ସରିବଣି 20 ତାରିଖରେ, ଆଜି ତ 20 ତାରିଖ ନା। ତ ଇଂଲିଶ ଗୁଡା ସରିଯିବଣି ସେତେବେଳକୁ, ତେଣୁ ଯାହା ଯାହା ପ୍ରିଭିୟସ ରେ ପଢିଛି ସବୁ ତିକ ଦେଖିକି ଯାଅ। ପ୍ରିଭିୟସ ତ ଛାଡ଼ିଲେ କିଛିଟା ରିପିଟ ହବ ନା, ସେଥିପାଇଁ ତମକୁ ହେଲ୍ପଫୁଲ ହବ। ଆଉ ବାକି ନୂଆ କୋଶ୍ଚିନ୍ ଯାହା ପଡିଲା ଯେତିକି ଆସିଲା ଆସିଲା, ଆଉ କଣ କରିପାରିବ ହେଲା। କିନ୍ତୁ ଗ୍ରାମାର ମିନିମମ୍ ଏଇ ଯୋଉ କରେକ୍ଟ ଦେବାର ମତେ ଲାଗୁଛି 5-6ଟା ନିହାତି କରେକ୍ଟ ହବ, 10ଟାରୁ 5ଟା ଖଣ୍ଡେ କରେକ୍ଟ ହେଲେ ବି ଆମ କାମ ହେଇଯିବ ହେଲା। ଆଉ ଏଥିରୁ 5-6ଟା କରେକ୍ଟ ହବ, ଆଉ ବାକି ଆମର ଯୋଉ ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନ ଅଛି ସେଥିରୁ 10ଟା ଖଣ୍ଡେ ପକଉଛନ୍ତି, 10ଟା ପକେଇଲେ ମନେକର ସେଥିରୁ 5ଟା ଖଣ୍ଡେ କରେକ୍ଟ ହବ। ମାନେ 2-3ଟା ଖଣ୍ଡେ ତ ରିପିଟ ହେଇଥିବ, ସେଇ କରେକ୍ଟ ହବ, ଆଉ ଗୋଟେ ଦିଟା ନିହାତି ଆସୁଥିବ କୋଉଟା କେମିତି କଣ, ହେଇକି 4-5ଟା କରେକ୍ଟ ହେଇଯିବ। 4ଟା ଖଣ୍ଡେ କରେକ୍ଟ ହେଲେ ବି କାଫି 10ଟାରୁ। ତେଣୁ ସିଏ ହେଇଗଲା। ଆଉ ବାକି ଆଉ ଗୁଡା ଆଉ ହଉଛି ଫ୍ରେଜ, ଯଦି ଫ୍ରେଜାଲ ଭର୍ବ ପଡିଗଲା ସେଥିରୁ କିଛିଟା କରେକ୍ଟ ହବ। ଆଉ ଭୁଲ ହବ ପ୍ରିପୋଜିସନରେ, ପ୍ରିପୋଜିସନରେ ବି ଗୋଟେ ଏପଟ ସେପଟ କରି ଗୋଟେ ଦିଟା ଭୁଲ କରିଦେଇଥିବା, ସେତିକି। ଆଉ ବାକି କିଛି ଭୁଲ ହବନି। ନାରେସନ ଚେଞ୍ଜ ହେଲା, ଭଏସ ଚେଞ୍ଜ ହେଲା, ଟ୍ୟାଗ କୋଶ୍ଚିନ୍ ହେଲା, କି ଅଲଗା ଯୋଉ ଜେନେରାଲି ମୋଡାଲ୍ସ ଗୁଡାକ ପଡୁଛି, ବେଳେବେଳେ 5-5ଟା ମୋଡାଲ୍ସ ପକେଇ ଦଉଛନ୍ତି, ମୋଡାଲ୍ସ ଗୁଡା କେତେବେଳେ ଭୁଲ ହବନି। କି ମନେକର ନାଉନ କରିକି ୟୁଜ କର, ଭର୍ବ କରିକି ୟୁଜ କରିକି ସେଣ୍ଟେନ୍ସ ଲେଖ, ଏଇ ଯୋଉଟା ପଡୁଛି ଏଗୁଡା ତ ଆମର କେବେ ଭୁଲ ହବନି ହେଲା। ଦେଖ ଗତ ଥର ଯୋଉ ପଡିଥିଲା, ଗତ ଥର ମୁଁ କହିଦଉଛି, ଗତ ଥର ଯୋଉ ଗ୍ରାମାର 80 ମାର୍କର ମୁଁ କହୁଛି, ଗ୍ରାମାର ଯୋଉ ଡୁଆସ ଡିରେକ୍ଟଲି ଯୋଉଟା ପଡୁଛି, ଯେ ମନେକର ଇନସଲ୍ଟ, ଆଇ ରିଗ୍ରେଟ ଡ୍ୟାଶ ମାଇ ଟିଚର, ଆଇ ରିଗ୍ରେଟ, ଏ ଯୋଉ ଅଛି ଆଇ ରିଗ୍ରେଟ, ୟୁଜ ଦ କରେକ୍ଟ ଫର୍ମ ଅଫ ଇନସଲ୍ଟ ଇନ ଦ ବ୍ରାକେଟ। ଆଇ ରିଗ୍ରେଟ ର କଣ ହବ କି? ଆଇ ରିଗ୍ରେଟ ଡ୍ୟାଶ ମାଇ ଟିଚର, କଣ ହବ? ଆଇ ରିଗ୍ରେଟ ପରେ ମୁଁ କହିଥିଲି, ଏଇଟା ମୁଁ କହିଥିଲି, ଏଇଟା ଅଛି ନା ନାଇଁ, କୁଆଗଲା ସେଟା। ଇନସଲ୍ଟ ହେଇଛି ମାନେ ଆଇନି ଲାଗିବ। ଆଇ ରିଗ୍ରେଟ ଇନସଲ୍ଟିଂ ମାଇ ଟିଚର, ଆଇ ରିଗ୍ରେଟ ଟୁ ଇନସଲ୍ଟ ମି ହେଲା। ତ ସେଇଭଳିଆ ପଚାରିଛି, ଦ ଟୁଇନ୍ସ ଆର୍ ଫେୟାରଲି ଅର୍ ରାଦର ଆଲାଇକ୍। ଏଠି କଣ ଚୁଜ ଦ କରେକ୍ଟ, ଦେଖ ଏଠି ଫେୟାରଲି ରାଦର ପଡିଛି, ଫେୟାରଲି ରାଦର କେତେ ହବ, କରେକ୍ଟ ସେଣ୍ଟେନ୍ସରେ ପକଉଛି, ଏଠି ବି ପକେଇ ଦେଇଛି। ଦେଖ ଯଦି ଫେୟାରଲି ଆଉ ରାଦର ପଡିଲା, ଏଠି କଣ ହବ କି? ଏଠି କଣ ହବ ଦେଖ, ଟୁଇନ୍ସ ଆର୍ ଆଲାଇକ୍, ତା ମାନେ ଏଠି ଗୋଟେ ଗୁଡ ସେନ୍ସରେ କୁହାଯାଉଛି ନା ଗୋଟେ ବ୍ୟାଡ ସେନ୍ସରେ କୁହାଯାଉଛି? ଗୋଟେ ଗୁଡ ସେନ୍ସରେ नो ଡାଉଟ କୁହାଯାଉଛି, ଟୁଇନ୍ସ ଆର୍ ଆଲାଇକ୍, ତ ଫେୟାରଲି ଆଲାଇକ୍। ରାଦର କଣ, ରାଦର ହলো ଗୋଟେ ବ୍ୟାଡ ସେନ୍ସରେ ଲାଗିବ, ବୁଝିଲ। ଗୋଟେ ନେଗେଟିଭ ସେନ୍ସରେ ଆମେ ରାଦର ଲଗେଇବା, ଗୋଟେ ପଜିଟିଭ ସେନ୍ସରେ ଆମେ କଣ ଫେୟାରଲି ଲଗେଇବା। ଯୋଉଟା ମନେକର ଗୁଡ ମାନେ ବହୁତ ଗୁଡ, ଆମେ ଯଦି ଫେୟାରଲି ଗୁଡ କହୁଛନ୍ତି, ହଁ ଠିକ ଅଛି, ଏତେ ବି ନୁହଁ, ଯେତେ କହୁଛ ଠିକ ଠାକ ଅଛି, ଏଇ ଟାଇପର ଫେୟାରଲି। ଯଦି ଆମେ କହିବା ସେ ହି ଇଜ ଏ ବ୍ୟାଡ ପର୍ସନ, ଏତେ ବି ବ୍ୟାଡ ନୁହଁ, ହି ଇଜ ରାଦର ବ୍ୟାଡ, ମାନେ ବ୍ୟାଡ ଠିକ ଅଛି, ଚଳିବ, ଏଇ ଟାଇପର। ତେଣୁ ସବୁବେଳେ ରାଦର ଟା କଣ ଗୋଟେ ନେଗେଟିଭ ସେନ୍ସରେ ୟୁଜ କରିବା,
ନେଗେଟିଭ କଥା ତ ଲେଖା ହଉଛି, ଫେୟାରଲିଟା ଗୋଟେ ପଜିଟିଭ ୟୁଜ କରାହଉଛି। ମନେକର ଦିଆଯାଇଛି ଟୁଇନ୍ସ ର ଏଠି କଣ ଫେୟାରଲି କିମ୍ବା ରାଦର ଲଗେଇବ, କଣ ଦେଇଛି ଆଲାଇକ୍ ମାନେ ଗୋଟେ ଗୁଡ ସେନ୍ସରେ କୁହାଯାଇଛି, ତ ଗୋଟେ ଫେୟାରଲି ଆଲାଇକ୍ ହେଲା। ସେଇଭଳିଆ ଆଇ ସେଲ୍ଡମ ଭିଜିଟ୍ ମୁଭିଜ, ବିଗିନ୍ ଦ ସେଣ୍ଟେନ୍ସ ୱିଥ ସେଲ୍ଡମ, ଏଠି କଣ ହବ? ଏ ତ ସମସ୍ତେ ଜାଣିଥିବ ଏଇଟା। ଦେଖ ଏଠି କ୍ୱେଶ୍ଚିନ୍ ଅଛି ଆଇ ସେଲ୍ଡମ ଭିଜିଟ୍ ମୁଭିଜ ଆଇ ସେଲ୍ଡମ ଭିଜିଟ୍ ମୁଭିଜ ରେ ଏଠି କଣ ହବ କି ରେ? ଏ ଯୋଉ ସେଲ୍ଡମ ଟା ୟୁଜ ହେଇଛି ଏଟା କହୁଛି ନେଗେଟିଭ ଆଡଭର୍ବ ଟା। ଏଟା ଯଦି ପ୍ରଥମ କ୍ୱେଶ୍ଚିନ୍ ଲାଗୁଛି ବିଗିନ୍ ଦ ସେଣ୍ଟେନ୍ସ ୱିଥ ସେଲ୍ଡମ, ତାହେଲେ ସେଲ୍ଡମ ଯେତେବେଳେ ନେଗେଟିଭ ଆଡଭର୍ବ ଟା ପ୍ରଥମକୁ ଆସିବ ତାପରେ ହେଲ୍ପିଂ ଭର୍ବ ଲାଗିବ। ସେଲ୍ଡମ ଏଠି ଆଇ ସେଲ୍ଡମ ମାନେ ସିମ୍ପଲ ପ୍ରେଜେଣ୍ଟ ରେ ଅଛି, ତେଣୁ ସେଲ୍ଡମ ଡୁ ଆଇ ଭିଜିଟ୍ ମୁଭିଜ ହେଲା। କିନ୍ତୁ କ୍ୱେଶ୍ଚିନ୍ ମାର୍କ ରହିବନି ହେଲା, ଫୁଲ ଷ୍ଟପ୍। ସେଲ୍ଡମ ଡୁ ଆଇ ଭିଜିଟ୍ ମୁଭିଜ ହେଲା, ଏଇ ଟାଇପର ଲେଖା ହେଇଛି। ସି ଡଜ୍ ନଟ୍ ଲାଇକ୍ ପିପୁଲ ଲୁକିଂ ଆଟ୍ ହର, ଏଠି କଣ ହବ? ଏଟା କରୁଛି ଚେଞ୍ଜ ଦ ଭଏସ୍ କର। ଗୋଟେ ଅଛି ଯେ ସି ଡଜ୍ ନଟ୍ ଲାଇକ୍ ପିପୁଲ ଲୁକିଂ ଆଟ୍ ହର, ଏଠି କଣ ହବ? ମନେକର ଏଟା କଣ ଅଛି କି ରେ? ସି ଡଜ୍ ନଟ୍ ଲାଇକ୍ ପିପୁଲ ଲୁକିଂ ଆଟ୍ ହର, ଏଠି କଣ ହବ? ଏଟା ଅଛି କଣ ଇଏରେ ଆକ୍ଟିଭ ଭଏସ୍ ଅଛି, ଆମ ପାସିଭ କଲେ କଣ ହବ? ହୁଁ ଏଟା ପାସିଭ କଲେ କଣ ହବ? ଆକ୍ଟିଭ ପାସିଭ ର ମେନ୍ ଜିନିଷ କଣ କି ରେ? ଗୋଟେ ଆକ୍ଟିଭ ଭଏସ୍ ପାସିଭ କରିବା ପାଇଁ କଣ ଦରକାର? ସବୁବେଳେ ମନେ ରଖ, ଯଦି ଆକ୍ଟିଭ ଆମେ ପାସିଭ କରୁଛନ୍ତି ସବୁବେଳେ ଆମକୁ ଗୋଟେ ଅବଜେକ୍ଟ ଦରକାର ହେଲା। ଏଠି ଅଛି ଆଉ ଅବଜେକ୍ଟ ଗୋଟେ ଆଇଦର ଅବଜେକ୍ଟ ଦି ପ୍ରକାର, ଡାଇରେକ୍ଟ ଅବଜେକ୍ଟ ହେଇପାରେ କିମ୍ବା ଇନଡାଇରେକ୍ଟ ଅବଜେକ୍ଟ ହେଇପାରେ। ଯେତେବେଳେ ଆମେ କୌଣସି ସେଣ୍ଟେନ୍ସ କୁ କଣ ଲଗେଇକି ପ୍ରଶ୍ନ କରୁ, ଯୋଉଟା ଆନ୍ସର ଆସେ ସେଟା ଡାଇରେକ୍ଟ ଅବଜେକ୍ଟ ସେଇଟା। ମନେକର ସି ଡଜ୍ ନଟ୍ ଲାଇକ୍ ପିପୁଲ ଲୁକିଂ ଆଟ୍ ହର, ଲାଇକ୍ ହେଲା ଭର୍ବ, ଏଠି ସେ କଣ ଭଲ ପାଏନି। ସି ଡଜ୍ ନଟ୍ ଲାଇକ୍ ନା ସେ କଣ ଭଲ ପାଏନି, ପିପୁଲ ଲୁକିଂ ଆଟ୍ ହର, ପିପୁଲ ଲୁକିଂ ଆଟ୍ ହେଇଛି କଣ ବର୍ତ୍ତମାନ ଅବଜେକ୍ଟ ପୋଜିସନରେ ପଳେଇ ଆସିଲା, ଡାଇରେକ୍ଟ ଅବଜେକ୍ଟ। ଯଦି କାହାକୁ ଲଗେଇକି ପ୍ରଶ୍ନ କରିବା ତାହେଲେ ଏଟା ଇନଡାଇରେକ୍ଟ ଅବଜେକ୍ଟ। ହି ଗିଭ୍ସ ମି ଏ ପେନ୍, ସେ କାହାକୁ ପେନ୍ ଦେଲା? ମି। ହି ଗିଭ୍ସ ମି, ତ ମି ଇଜ ଇନଡାଇରେକ୍ଟ ଅବଜେକ୍ଟ। କଣ ଦେଲା? ଏ ପେନ୍, ତ ପେନ୍ ଇଜ ଡାଇରେକ୍ଟ ଅବଜେକ୍ଟ। କଣ ଲଗେଇକି ପ୍ରଶ୍ନ କଲେ ଯୋଉଟା ଆସିବ ଦ୍ୟାଟ୍ ଇଜ ଡାଇରେକ୍ଟ ଅବଜେକ୍ଟ, କାହାକୁ ଲଗେଇକି ପ୍ରଶ୍ନ କଲେ ଯୋଉଟା ଆନ୍ସର ଆସିବ ଦ୍ୟାଟ୍ ଇଜ ଇନଡାଇରେକ୍ଟ ଅବଜେକ୍ଟ। ଏଠି କଣ ଲେଖା ହେଇଛି? ସି ଡଜ୍ ନଟ୍ ଲାଇକ୍ ପିପୁଲ ଲୁକିଂ ଆଟ୍ ହର, ତାମାନେ ସେ କଣ ଭଲ ପାଏନି? ପିପୁଲ ଲୁକିଂ ଆଟ୍ ହର, ତେଣୁ ଆସିଲା ଷ୍ଟାର୍ଟିଂ ଲେଖା ହବ ପିପୁଲ ଲୁକିଂ ଆଟ୍ ହର was not ହେଲା। ଏଠି ସିମ୍ପଲ ପ୍ରେଜେଣ୍ଟ ସିମ୍ପଲ ପାଷ୍ଟ ହେଇଯିବ, was not liked by her ହେଲା। ନହେଲେ ଖାଲି ଲାଇକ୍ ଲେଖିବ, ଏଟା ବାଇ ନ ଲେଖିଲେ ବି ଚଳିବ, ବା ଲେଖିଲେ ଚଳିବ ହେଲା। ମନେକର କୁହା ହବ, ଏଇଠି ପଢିଛି ଲେଖ, ଏଠି କଣ କହିବ? ଏଇଟା ମୁଁ ଛାଡି ଦେଇଥିଲି, ଟିକେ ଗୋଟେ ମିନିଟ୍। ମନେକର କହିବା, ଦେଖ ଏଇଟା ଗୋଟେ କଣ ଦେଖିଲେ କ୍ୱେଶ୍ଚିନ୍ ଅଛି,
क्वेश्चन अच्छी कौन क्वेश्चन अच्छी क्वेश्चन अच्छी कौन कि क्वेश्चन अच्छी लेट अस गो देयर इन द इवनिंग ये कौन हम क्वेश्चन टैग पहले देखो टैग क्वेश्चन कहूँ प्रति वर्ष जमीन टैग क्वेश्चन पड़ो let us go there in the evening let us go there let us go there in the evening in the evening sorry এটা evening ହେଲା ଏଠି କଣ ହବ let us ଲାଗିଛି ମାନେ ଆଖି ବୁଜିକି shall we ଲଗେଇବ ହେଲା shall we ହେଲା shall we क्वेश्चन मार्क ହେଲା पॉजिटिव नेगेटिव की दरकार नहीं जानिया दरकार नहीं shall we let us let us go there in the evening let us go there in the evening तो एठी कोन shall we हबो ହେଲା गोटे कथा मन रख एठी we काहे गेला बिकॉज़ एठी shall लागि माने स्पीकर इज इन्वॉल्वड एठी होला तेनो shall we ହେଲା तो ए टाइप रे जदी क्वेश्चन टैग लागि थिबो द प्लेन फ्लाइज फास्टर देन बर्ड्स द प्लेन फ्लाइज फास्टर देन बर्ड्स एठी कोन भूल एठी लेखै छि चेंज टू पॉजिटिव डिग्री एठी कोन हबो कि रे देखो क्वेश्चन देछि the plane flies the plane flies the plane flies faster than birds ता माने एटा कंपैरेटिव डिग्री अछि फास्टर लागि छि हैला एठी कोन हबो एठी मन हम करबा से कहछि जे चेंज टू पॉजिटिव डिग्री एटा पॉजिटिव डिग्री रे करके लेख कोन हबो कि एठी कोन हबो एठी the plane flies कोन as fast as the bird ହେଲା तो गोटे पॉजिटिव डिग्री करके लेख मन कर हम कहबा मन कर एठी कहबा हम देखो एठी अछि his native place is an undeveloped area his native place is an undeveloped area is an undeveloped area एठी लिखि छि कोन चेंज इनटू कॉम्प्लेक्स सेंटेंस एठी कोन हबो कि रे एठी पछाती चेंज इनटू कॉम्प्लेक्स सेंटेंस देखो बंद कर दो पिलान सब चली गलेनी तो बंद कर दो हैला एठी कोन हबो his native place लिखा छि कोन his native place is an undeveloped area लिखिया the area which is undeveloped is his native place ए टाइप रो हैला ए टाइप रो तो एतिक राजी वाइंड अप करिबा हैला राहुल ओके सर हां ज्योति अच्छो की ज्योति आर यू देयर अच्छा ठीक अछि वाइंड अप करिबा